हाय एवरीवन मु ट्विंकल वेलकम करछि आपण समस्त मो YouTube चैनल ट्विंकल एजुकेटर रे आमे ताहले आरंभ करथिले 10th क्लास रो फर्स्ट चैप्टर एवं सेकंड चैप्टर जहा आमे से संबंध करथिले प्रथम क्लास रे आमे फर्स्ट चैप्टर कवर करथिले द्वितीय क्लास रे आमे सेकंड प्रथम क्लास टा दीटा हमर थिला दीटा बैटरी एवं सेकंड क्लास अम्ल क्षारक लवण मध्ये कवर करथिले सेहि भली भाबरे आमे तृतीय अध्याय को आमे धातु धातु काजी कवर करिबा ମୁଁ ଆପଣମାନଙ୍କୁ ମୋର ଏହି ୟୁଟ୍ୟୁବ ଚ୍ୟାନେଲ ଟ୍ୱିଙ୍କଲ ଏଜୁକେଟରରେ ବିଭିନ୍ନ କ୍ୱେଶ୍ଚିନ୍ ମଲ୍ଟିପଲ ଚଏସ୍ କ୍ୱେଶ୍ଚିନ୍ ଆନ୍ସର ତା ସହିତ ଏକ୍ସାମ ରେ କୋଉ ଟାଇପ ର କ୍ୱେଶ୍ଚିନ୍ ଆସିବ ସमेटिव ରେ ପ୍ରିଭିୟସ ଇୟର ର ବୋର୍ଡ ରେ ଆସିଥିବା କ୍ୱେଶ୍ଚିନ୍ ଆନ୍ସର ର ଡିସ୍କସନ ତା ସହିତ ଭଲ ଭଲ ସୁନ୍ଦର ସୁନ୍ଦର ନୋଟ ମଧ୍ୟ ପ୍ରୋଭାଇଡ କରିବି କିନ୍ତୁ ଆପଣ ମାନେ ମତେ ବହୁତ ସାରା ସପୋର୍ଟ ଏବଂ ଭଲ ପାଇବା ଦେବା ଦରକାର ଯଦି ଆପଣ ମାନେ ଏବେ ପର୍ଯ୍ୟନ୍ତ ମୋର ଚ୍ୟାନେଲ କୁ ସବସ୍କ୍ରାଇବ କରିନାହାନ୍ତି ତାହେଲେ ଏବେ ଯାଇ ସବସ୍କ୍ରାଇବ କରନ୍ତୁ ବେଲ ଆଇକନ କୁ ପ୍ରେସ କରି ଅଲ୍ ନୋଟିଫିକେସନ କୁ ଅନ୍ କରିଦିଅନ୍ତୁ ଯଦି ମୋର ଭିଡିଓ ଭଲ ଲାଗୁଥିବ ତାହେଲେ ନିହାତି ଆପଣଙ୍କର ବନ୍ଧୁ ଠାରୁ ଆରମ୍ଭ କରି ସାଙ୍ଗ ପର୍ଯ୍ୟନ୍ତ ସମସ୍ତଙ୍କୁ ସେୟାର କରିବା ପାଇଁ ଭୁଲିବେ ନାହିଁ ବହୁତ ମାତ୍ରାରେ ଲାଇକ୍ ଦିଅନ୍ତୁ ଏବଂ ମୋ ଚ୍ୟାନେଲକୁ ସପୋର୍ଟ ମଧ୍ୟ କରନ୍ତୁ ଏବେ ତାହେଲେ ଆମେ ପାଠ ଉପରକୁ ଯିବା ଦେଖିବା ତୃତୀୟ ଅଧ୍ୟାୟ କଣ ତୃତୀୟ ଅଧ୍ୟାୟ ଅଛି ଆମର ଧାତୁ ଏବଂ ଅଧାତୁ ଯାହାର ଇଂଲିଶ ହେଉଛି ମେଟାଲ୍ସ ଆଣ୍ଡ ନନ୍ ମେଟାଲ୍ସ ଧାତୁ କହିଲେ ମେଟାଲ ଅଧାତୁ କହିଲେ ନନ୍ ମେଟାଲ ତାହେଲେ ଧାତୁ ଏବଂ ଅଧାତୁ କଣ ଆପଣ ମାନେ ତ ନିହାତି ଜାଣିପାରିବେ ଯେତେବେଳେ ଆମେ ତାର ଧର୍ମ ବିଷୟରେ ପଢିବା ତ ପ୍ରଥମେ ଆମେ ଦେଖିବା ଧାତୁ ଏବଂ ଅଧାତୁର କଣ ସବୁ ଧର୍ମ ରହିଛି ଧର୍ମ କହିଲେ କଣ ସେମାନେ କୋଉ କୋଉ ଗୁଣକୁ ପ୍ରଦର୍ଶନ କରନ୍ତି ପ୍ରଥମେ ଆମେ ଦେଖିବା ଧାତୁର କଣ କଣ ଧର୍ମ ରହିଛି ଏବେ ଆମେ ପଢିବା ଭୌତିକ ଧର୍ମ କଥା ଧାତୁର ଭୌତିକ ଧର୍ମରେ ପ୍ରଥମେ ଆମେ ପଢିବା ଧାତବ ଦୀପ୍ତି ବା ଉଜ୍ଜ୍ୱଳତା ଆପଣ ମାନେ ନାଁରୁ ମଧ୍ୟ ଜାଣିପାରୁଥିବେ ଧାତବ ଦୀପ୍ତି ବା ଉଜ୍ଜ୍ୱଳତା କହିଲେ କଣ ଯେତେବେଳେ ଉଜ୍ଜ୍ୱଳତା କହିଲେ କଣ ଯେତେବେଳେ ଆମେ ଗୋଟେ ଧାତୁ କିମ୍ବା ଅଧାତୁ କଣ ଗୋଟେ ଜିନିଷ ଆମେ ଜାଣିନେ ସେ ଅଛି ତା ଉପରେ ଆମେ ବାଲି କାଗଜ କିମ୍ବା ବାନିଶ ପେପରକୁ ଘଷିଦବା ତାହେଲେ ସେ କଣ କରିବ ଚକଚକ ବେଳେ ବେଳେ ହୁଏ କିଛି ପଦାର୍ଥ ଯେମିତିକି ଆମେ ଲୁହା କଥା ନବା ଲୁହା ପରେ ଯେତେବେଳେ ଆମେ କଣ କରିବା ବାଲି କାଗଜରେ ଘଷିଦବା ତାହେଲେ ସେ କଣ ହବ ଚକଚକ କରିବ ତାମାନେ ଆମେ କଣ ଜାଣିଲେ ଧାତୁ ଗୁଡିକର ପୃଷ୍ଠଭାଗ ସବୁବେଳେ ଚକଚକ କରିଥାଏ ଏଇ ଗୁଣଟା ହଉଛି ଆମର କଣ ଧାତବ ଦୀପ୍ତି ବା ଉଜ୍ଜ୍ୱଳତା ଏଇଟା କେବଳ ଧାତବ ପାଖରେ ରହେ ଧାତୁ ପାଖରେ ଥାଏ କିନ୍ତୁ ଅଧାତୁ ପାଖରେ ନଥାଏ ଲୁହା ତମ୍ବା ଏଲୁମିନିୟମ ଏସବୁକୁ ଆମେ ବାଲି କାଗଜରେ ଘଷିବା ଦ୍ଵାରା ତାହା ଚକଚକ ହୋଇଥାଏ ଏଗୁଡିକ ହଉଛି ଆମର ଗୋଟିଏ ଗୋଟିଏ ଧାତୁର ଉଦାହରଣ ସେମିତି ଆଉ ଗୋଟେ ଜିନିଷ ହଉଛି ତାର ଗୁଣ କଣ କଠିନତା ଧାତୁ ଗୁଡିକ ସାଧାରଣତଃ କଠିନ ଏବଂ ଶକ୍ତ କିନ୍ତୁ ବିଭିନ୍ନ ଧାତୁ ମାନେ ଯାହାବି ଆମେ ଧାତୁ ନବା ସେ କେତେ ଦୃଢ ବା ଶକ୍ତ ଏଟା ସେଇ ଧାତୁ ଉପରେ ହିଁ ନିର୍ଭର କରିଥାଏ କିନ୍ତୁ ଯେମିତି ଆମେ ଦେଖିପାରିବା ସୋଡିୟମ କଥା ନେଲେ ସୋଡିୟମ ତ ଗୋଟେ ଧାତୁ କିନ୍ତୁ ଏହା ଏମିତି ଗୋଟେ ଧାତୁ ଏତେ ନରମ ଯେ ତାହାକୁ ଆମେ ଛୁରୀ ସାହାଯ୍ୟରେ ମଧ୍ୟ କାଟି ପାରିବା ଏବଂ ଏଇଟା ଏତେ ପ୍ରତିକ୍ରିୟାଶୀଳ ଯୋଉଟାକୁ ଆମେ କିରୋସିନ ମଧ୍ୟ ଘୋଡାଇକି ରଖାଯାଇଥାଏ ତ କିଛି କ୍ଷେତ୍ରରେ ବ୍ୟତିକ୍ରମ ମଧ୍ୟ ଦେଖାଯାଇଥାଏ କିନ୍ତୁ ପ୍ରାୟତଃ ସବୁ ଧାତୁ ଗୁଡିକ ଆମର କଠିନ ଏବଂ ଶକ୍ତ ହୋଇଥାନ୍ତି ଆଉ ଗୋଟିଏ ଧାତୁର ଗୁଣ ହେଉଛି ନମନୀୟତା ନମନୀୟତାର ଅର୍ଥ କଣ ନେଇଯିବା ତାହେଲେ ଧାତୁକୁ ଆମେ ଯେତେବେଳେ ହାତୁଡିରେ ପିଟିବା ବା ଆଘାତ ଦେବା ସେ କଣ ହବ ଭାଙ୍ଗି ନ ଯାଇକି ନଇଁକି ପତଳା ଚଦର କିମ୍ବା ପାତରେ ପରିଣତ ହୋଇଥାଏ ଏଇ ଗୁଣଟାକୁ ଆମେ କଣ କହିବା ନମନୀୟତା ଗୁଣ କହିବା ଯୋଉଟା ଆମର ସୁନା ଏବଂ ରୂପାରେ ଅଧିକ ନମନୀୟତା ଗୁଣ ରହିଛି ଆଉ ଗୋଟେ ଗୁଣ ଆସିଲା ଆମର ତନ୍ୟତା ତନ୍ୟତାର ଅର୍ଥ ହଉଛି ତାର ବାହାରିବା ତାହେଲେ ଧାତୁର ତାର ବାହାରିବା ଗୁଣ ମଧ୍ୟ ରହିଛି ବେଷ୍ଟ ଏକ୍ସାମ୍ପଲ ଆମେ ସୁନା କଥା ନେବା ସୁନାର ହଉଛି ତନ୍ୟତା ଗୁଣ ସର୍ବାଧିକ କେମିତି କାରଣ କଣ ନା ଯେତେବେଳେ 1 ଗ୍ରାମ ସୁନାକୁ ଆମେ ତରଳେଇକି ତାର ବାହାର କରିବା ପ୍ରାୟ 1 ଗ୍ରାମ ସୁନାରୁ 2 କିଲୋମିଟର ପର୍ଯ୍ୟନ୍ତ ଆମର ତାର ବାହାରିଥାଏ ଆଉ ଗୋଟେ ଗୁଣ ହଉଛି ଆମର ପରିବାହିତା ସାଧାରଣତଃ ଧାତୁ ଗୁଡିକ ତାପର ସୁପରିବାହୀ ଏବଂ ଏଗୁଡିକର ସ୍ଫୁଟନାଙ୍କ ବହୁତ ଅଧିକ କିନ୍ତୁ ଯେମିତି ଏକ୍ସାମ୍ପଲ ଆମେ ଦବା ରୂପା ଏବଂ ତମ୍ବା ସବୁଠାରୁ ଭଲ ତାପ ପରିବାହୀ କିନ୍ତୁ ଲେଡ ଏବଂ ପାରଦ ହଉଛି ଅପେକ୍ଷାକୃତ କମ ତାପ ପରିବାହୀ ଜାଣି ହେଲା ମନେ ରଖିବେ ଏହାକୁ ଲେଡ ଏବଂ ପାରଦ ହଉଛି ଆମର କମ ତାପ ପରିବାହୀ କିନ୍ତୁ ରୂପା ଏବଂ ତମ୍ବା ହଉଛି ଅଧିକ ତାପ ପରିବାହୀ ତାପ ପରିବାହୀ ଅର୍ଥ କଣ ଯେତେବେଳେ ଆମେ ମାନେ ମଧ୍ୟ ଘରେ ଟେଷ୍ଟ କରିପାରିବା ଗୋଟେ ଲୁହାର କଣ୍ଟାକୁ ଆମେ ନେଇକି ଟେଷ୍ଟ କରିପାରିବା କିମ୍ବା ଡାଙ୍କଣ ହେଉ କିମ୍ବା ରଡ ହଉ ସରୁ ତାଙ୍କର ଗୋଟିଏ ପାଖକୁ ଯେତେବେଳେ ଆମେ ଗ୍ୟାସରେ ଦେଖେଇବା ତାର ଅନ୍ୟ ପାଖଟି କଣ ହୁଏ ଗରମ ବା ତାତି ଯାଇଥାଏ ଧୀରେ ଧୀରେ ଗରମ ହେଇଯାଇଥାଏ ଏଇଟା ହଉଛି ଆମର ଏଇଟା ପରିବାହିତା ବା ତାପର ପରିବାହିତା ଗୁଣ ରହିଛି ଆଉ ଗୋଟେ ଆସିଲା ବିଦ୍ୟୁତ ପରିବାହିତ ଗୁଣ ଧାତୁର ମଧ୍ୟ ବିଦ୍ୟୁତ ପରିବାହିତ ଗୁଣ ରହିଛି ଅର୍ଥାତ ଧାତୁ ଗୁଡିକ ବିଦ୍ୟୁତ ସୁପରିବାହୀ ହୋଇଥାଏ ପରୀକ୍ଷା ଆମର ଗୋଟେ ତୁମ ପାଇଁ କାମ ବା ତୁମ ପାଇଁ ଗୋଟେ ବହୁତ ବହିରେ ଆମର 3.2 ତୁମ ପାଇଁ କାମ ରହିଛି ଯେତେବେଳେ ଆମେ
ତାର ସଂଯୋଗ କରାହେଇଛି ବିଦ୍ୟୁତ ପରିପଥରେ ଆମର ବଲ୍ବଟା ଜଳୁଛି। ତାହେଲେ ଆମକୁ ଇଲେକ୍ଟ୍ରିକ ସକ୍ ନ ଲାଗିବା ପାଇଁ ବା ତାପ ସୁପରିବାହୀ ଯେହେତୁ ତାରଟା ତ ଆମକୁ ନ ଲାଗିବା ପାଇଁ କରେଣ୍ଟ ସକ୍ ଆମର କଣ ହୋଇଥାଏ ତାରର ବାହାର ପଟେ ପଲିଭିନାଇଲ କ୍ଲୋରାଇଡ ମନେ ରଖିବେ ପିଭିସି ର ଫୁଲ ଫର୍ମ ହଉଛି କଣ ପଲିଭିନାଇଲ କ୍ଲୋରାଇଡ ଏହାର ଆବରଣ ଦିଆଯାଇଥାଏ କିମ୍ବା ରବର ଭଳି ବିଦ୍ୟୁତ ପରିବାହୀ ପଦାର୍ଥର ଆବରଣ ବା ପ୍ରଲେପ ଦିଆଯାଇଥାଏ। ଏବେ ଆଉ ଗୋଟେ ଗୁଣ ରହିଲା ଆମର ନାଦି ଗୁଣ ଧାତୁ ଗୁଡିକୁ ବାଡେଇଲେ ବା ଆଘାତ କରି ଏହା ଗୋଟିଏ ପ୍ରକାର ଶବ୍ଦ ସୃଷ୍ଟି କରେ ଏଇଟା ହଉଛି ତାର ନାଦି ଗୁଣ। ତାହେଲେ ଏଇ ସବୁ ତନ୍ୟତା ପରିବାହିତା ବିଦ୍ୟୁତ ପରିବାହିତା ନାଦି ଗୁଣ ଉଜ୍ଜ୍ୱଳତା ଧାତବ ଦୀପ୍ତି ବା ଉଜ୍ଜ୍ୱଳତା ଏସବୁ ଗୁଣ ଯାହା ପାଖରେ ରହିଲା ସେ ହଉଛି ଗୋଟିଏ ଗୋଟିଏ ଧାତୁ ବାକି ଆଉ ସବୁ ହଉଛି ଗୋଟିଏ ଗୋଟିଏ ଅଧାତୁ। ତାହେଲେ ଧାତୁର ଏକ୍ସାମ୍ପଲ ତ ଆମେ ଦେଖିଲେ ଅଧାତୁରେ ଆମର କିଏ କିଏ ଯିବ କାର୍ବନ ସଲଫର ଆୟୋଡିନ ଅକ୍ସିଜେନ ହାଇଡ୍ରୋଜେନ ଏସବୁ ହଉଛନ୍ତି ଗୋଟିଏ ଗୋଟିଏ ଅଧାତୁ କାରଣ ଏମାନଙ୍କର ଗୁଣ ଧାତୁର ଗୁଣ ଠାରୁ ଭିନ୍ନ ଅଟେ। ଏବେ ଆମେ ଦେଖିବା ଅଧାତୁର କଣ କଣ ଭୌତିକ ଅବସ୍ଥା ରହିଛି ଏବଂ କିଛି ସ୍ପେସିଆଲ ଧାତୁ ଅଧାତୁ ଉପରେ ପଢିବା ଯାହା ଆମର ପରୀକ୍ଷା ପାଇଁ ବହୁତ ଇମ୍ପୋର୍ଟାଣ୍ଟ ଏକ ମାର୍କିଆ କ୍ୱେଶ୍ଚିନ୍ ମଧ୍ୟ ଆସିଥାଏ। ଏବେ ଆମେ ଦେଖିବା ଆମେ ଜାଣିଛେ ସାଧାରଣ ଅଧାତୁ ଗୁଡିକ ପ୍ରାୟ ସମସ୍ତ ଅଧାତୁ କଠିନ କିମ୍ବା ଗ୍ୟାସୀୟ ଅବସ୍ଥାରେ ଥାନ୍ତି କିନ୍ତୁ ବ୍ରୋମିନ ହଉଛି ଏମିତି ଗୋଟେ ଅଧାତୁ ଯିଏ ଆମର ସାଧାରଣ ତାପମାତ୍ରାରେ ତରଳ ଅବସ୍ଥାରେ ଥାଏ ବୁଝିହେଲା। ବ୍ରୋମିନ ହଉଛି ଗୋଟିଏ ଅଧାତୁ ଯିଏ ସାଧାରଣ ତାପମାତ୍ରାରେ ତରଳ ଅବସ୍ଥାରେ ଥାଏ ଏକ୍ସାମ ରେ କ୍ୱେଶ୍ଚିନ୍ ପଚାରେ। ସେଭଳି ପାରଦ ହଉଛି ଗୋଟିଏ ଧାତୁ ଆମେ ଜାଣିଛେ ସବୁ ଧାତୁ ଗୁଡିକ କଣ କଠିନ ପ୍ରାୟ ହୋଇଥାନ୍ତି କିନ୍ତୁ ପାରଦ ହଉଛି ଏମିତି ଏକ ଧାତୁ ଯିଏ ସାଧାରଣ ତାପମାତ୍ରାରେ ତରଳ ଅବସ୍ଥାରେ ରହିଥାଏ। ହେଲା ବ୍ରୋମିନ ହଉଛି ଗୋଟେ ଅଧାତୁ ଯିଏ ତରଳ ଅବସ୍ଥାରେ ଥିବ ଏବଂ ପାରଦ ହେଉଛି ଗୋଟିଏ ଧାତୁ ଯିଏ ତରଳ ଅବସ୍ଥାରେ ରହିଥାଏ। ସେମିତି ଆଉ ଗୋଟେ ହଉଛି ଗ୍ୟାଲିୟମ ଏବଂ ସିଜିୟମ ମଧ୍ୟ ମନେ ରଖିବେ ଗ୍ୟାଲିୟମ ଏବଂ ସିଜିୟମ ର ଗଳନାଙ୍କ ବହୁତ କମ ଅତି ନିମ୍ନ ହୋଇଥିବାରୁ ଯେତେବେଳେ ଆମେ ତାକୁ ହାତ ପାପୁଲିରେ ରଖିବା ଏହା ଶରୀରର ଉତ୍ତାପରେ ମଧ୍ୟ ତରଳି ଯାଇଥାଏ। ଆଉ ଗୋଟେ ହଉଛି ଆମର ଆୟୋଡିନ ଆୟୋଡିନ ହଉଛି ଗୋଟିଏ ଅଧାତୁ କିନ୍ତୁ ଏହାର ଧାତବ ଦୀପ୍ତି ବା ଧାତବ ଉଜ୍ଜ୍ୱଳତା କିମ୍ବା ଚକଚକ କରିବା ଗୁଣ ମଧ୍ୟ ରହିଛି। ତାହେଲେ ଆମେ କଣ କଣ ଜାଣିଲେ ବ୍ରୋମିନ କଥା ଜାଣିଲେ ପାରଦ ଜାଣିଲେ ଗ୍ୟାଲିୟମ ସିଜିୟମ ଜାଣିଲେ ଆୟୋଡିନ ଜାଣିଲେ। ବ୍ରୋମିନ ହଉଛି ଗୋଟିଏ ଅଧାତୁ କିନ୍ତୁ ସେ ତରଳ ଅବସ୍ଥାରେ ଅଛି। ପାରଦ ହଉଛି ଧାତୁ ତରଳ ଅବସ୍ଥାରେ ଅଛି। ଗ୍ୟାଲିୟମ ଏବଂ ସିଜିୟମ ର ଗଳନାଙ୍କ ସର୍ବନିମ୍ନ ଅର୍ଥାତ୍ ଏହାକୁ ଆମେ ହାତ ପାପୁଲିରେ ରଖିଲେ ଏହା ମଧ୍ୟ ତରଳି ଯାଇଥାଏ। ଆଉ ଗୋଟେ ହଉଛି ଆୟୋଡିନ ଯାହାର ଧାତବ ଦୀପ୍ତି ବା ଧାତବ ଉଜ୍ଜ୍ୱଳତା ରହିଛି। ଏବେ ଆମେ ପଢିବା କାର୍ବନର ଅପରୂପ ବା ଆଲୋଟ୍ରୋପ ସବୁ କାର୍ବନ କେତେ ପ୍ରକାର ଆମର କାର୍ବନ ଅଛି ଆମେ ଜାଣିଛେ କାର୍ବନର ଗୋଟେ ଆଲୋଟ୍ରୋପ ହଉଛି ହୀରା ଆହୁରି ଗ୍ରାଫାଇଟ ମଧ୍ୟ। ହୀରା ହଉଛି ପୃଥିବୀର କଠିନତମ ପ୍ରାକୃତିକ ପଦାର୍ଥ ଯାହାର ଗଳନାଙ୍କ ଏବଂ ସ୍ଫୁଟନାଙ୍କ ଅଧିକ। ସେମିତି ଗ୍ରାଫାଇଟ ହଉଛି ଗୋଟେ ଅଧାତୁ କିନ୍ତୁ ଏହା ବିଦ୍ୟୁତ ସୁପରିବାହୀ ଏଇଟା ଗୋଟେ ଆମର ଏକ୍ସେପସନାଲ କେସ୍ ହେଇଛି ତ ଏହାକୁ ମଧ୍ୟ ମନେ ରଖିବ ଅଧାତୁ କିନ୍ତୁ ବିଦ୍ୟୁତ ସେ ପରିବହନ କରୁଛି କିଏ ତାହେଲେ ଗ୍ରାଫାଇଟ। ତ ଗ୍ରାଫାଇଟ ହଉଛି ଅଧାତୁ କିନ୍ତୁ ସେ ବିଦ୍ୟୁତ ପରିବହନ କରେ। ଏବେ ଆମେ ପଢିବା କ୍ଷାରୀୟ ଧାତୁ କଣ କ୍ଷାରୀୟ ଧାତୁରେ ଆମର ଆସିବ କିଏ କିଏ ଲିଥିୟମ ହଉ ସୋଡିୟମ ପଟାସିୟମ ଲିଥିୟମ ସୋଡିୟମ ପଟାସିୟମ ମନେ ରଖିବେ ଏମାନେ ଏତେ କୋମଳ ବା ନରମ ଯେ ଏମାନଙ୍କୁ କଣ ନା ଛୁରୀର ମଧ୍ୟ କାଟି ହୋଇଥାଏ ଏମାନଙ୍କର ସାନ୍ଦ୍ରତା ଏବଂ ଗଳନାଙ୍କ କମ। ଏବେ ଆମେ ଦେଖିବା ଧାତବ ଅକ୍ସାଇଡ ଏବଂ ଅଧାତବ ଅକ୍ସାଇଡ ବିଷୟରେ କିଛି ଜିନିଷ। ଯେତେବେଳେ ଆମେ ମ୍ୟାଗ୍ନେସିୟମ ଫିତାକୁ ଜଳେଇବା ପ୍ରଥମ ଅଧ୍ୟାୟରେ ମଧ୍ୟ ତୁମ ପାଇଁ କାମ ଫାଷ୍ଟ ବୋଧେ ଦେଇଥିଲା ଆମର ମ୍ୟାଗ୍ନେସିୟମ ଫିତାକୁ ଆମେ ଯେତେବେଳେ ଜଳେଇଥିଲେ ମୁଁ ଆପଣମାନଙ୍କୁ ଭିଡିଓ ମାଧ୍ୟମରେ ମଧ୍ୟ ବୁଝାଇଛି ମ୍ୟାଗ୍ନେସିୟମ ଫିତାକୁ ଆମେ ଯେତେବେଳେ ଜଳେଇଲେ ମ୍ୟାଗ୍ନେସିୟମ ଅକ୍ସାଇଡ ସୃଷ୍ଟି ହୋଇଥିଲା। ତ ମ୍ୟାଗ୍ନେସିୟମ ଅକ୍ସାଇଡ ରେ ଆମେ ଯଦି ଲାଲ ଲିଟମସ ପେପର ପକେଇବା ତାହେଲେ ସେ ନୀଳ ହେଇଯିବ ଆମେ ଜାଣିଛେ କଣ ଯିଏ ଅମ୍ଳ ସେ କଣ କରିବ ନା ନୀଳ ଲିଟମସ କୁ ଲାଲ କରିବ କ୍ଷାର କଣ କରିବ ଲାଲ ଲିଟମସ କୁ ନୀଳ କରିବ। ତାହେଲେ ମ୍ୟାଗ୍ନେସିୟମ ଅକ୍ସାଇଡ ଯଦି ଲାଲ ଲିଟମସ କୁ ନୀଳ କଲା ତାହେଲେ ସେ କଣ ଗୋଟିଏ କ୍ଷାର ତ ତାହେଲେ ଏହା କ୍ଷାରୀୟ ଧର୍ମ ପ୍ରଦର୍ଶନ କରେ ବା ଏହାକୁ ଆମେ କ୍ଷାରୀୟ ଅକ୍ସାଇଡ କହିବା। ଏଥିରୁ ଆମେ ଜାଣିଲେ କଣ ଧାତୁ ଗୁଡିକ ସାଧାରଣତଃ କ୍ଷାରୀୟ ଅକ୍ସାଇଡ ସୃଷ୍ଟି କରିଥାନ୍ତି। ସେମିତି ଅଧାତୁ ଯେତେବେଳେ ନବା ଅଧାତୁରେ ଆମେ ସଲଫର ଗୁଣ୍ଡ ନେଇପାରିବା ସଲଫର ଗୁଣ୍ଡରୁ ଆମର ସଲଫର ଡାଇଅକ୍ସାଇଡ ଗ୍ୟାସ ମିଳେ ସେଇ ସଲଫର ଡାଇଅକ୍ସାଇଡ କୁ ଯେତେବେଳେ ଆମେ ଜଳ ସହିତ ମିଶେଇକି ଗୋଟେ ଦ୍ରବଣ ପ୍ରସ୍ତୁତ କରିବା ସେ କଣ କରୁଛି ଆମର ନୀଳ ଲିଟମସ କୁ ଲାଲ କରୁଛି ନୀଳ ଲିଟମସ କୁ ଲାଲ କିଏ କରେ ଅମ୍ଳ କରେ ଅର୍ଥାତ ଅଧାତବ ଅକ୍ସାଇଡ ଗୁଡିକର ପ୍ରକୃତି ହଉଛି ଅମ୍ଳୀୟ ଅର୍ଥାତ ଏମାନେ ଅମ୍ଳ ସୃଷ୍ଟି କରନ୍ତି। ଜାଣିହେଲା ତାହେଲେ ଧାତବ ଅକ୍ସାଇଡ କଣ ଅଧାତବ ଅକ୍ସାଇଡ କଣ ଧାତବ ଅକ୍ସାଇଡ କ୍ଷାରୀୟ ଏହା
ଲାଲ ଲିଟମସକୁ ନୀଳ କରେ। ଅଧାତବ ଅକ୍ସାଇଡର ପ୍ରକୃତି ହେଉଛି ଅମ୍ଳୀୟ। ଏହା ନୀଳ ଲିଟମସକୁ ଲାଲ କରିଥାଏ। ଏବେ ଆମେ ପଢିବା ଧାତୁକୁ ଆମେ ବାୟୁରେ ଦହନ କଲେ ବା ଜଳେଇଲେ କଣ ହବ। ଯେତେବେଳେ ଧାତୁ ଗୁଡିକ ବାୟୁରେ ବା ଅକ୍ସିଜେନ ସହିତ ଗରମ କରାଯାଏ ସେ କଣ ଦବ ଆମର ଧାତବ ଅକ୍ସାଇଡ ଦବ, ଯୋଉଟାକୁ ଆମେ ଅକ୍ସିଡେସନ ପ୍ରକ୍ରିୟା ମଧ୍ୟ କହିଥିଲେ। ତାହେଲେ ଧାତୁ ଅମ୍ଳଜାନ ସହିତ ରାସାୟନିକ ପ୍ରତିକ୍ରିୟା କଲେ ଆମର କଣ ସୃଷ୍ଟି ହୁଏ, ଧାତବ ଅକ୍ସାଇଡ ସୃଷ୍ଟି ହୋଇଥାଏ। ଦେଖିବା ତାହେଲେ ଗୋଟିଏ ଗୋଟିଏ ଏକ୍ସାମ୍ପଲ। ପ୍ରଥମେ ଆମେ କପର ନେଇଛି। କପରକୁ ଯେତେବେଳେ ଆମେ ଅକ୍ସିଜେନ ସହିତ ରାସାୟନିକ ପ୍ରତିକ୍ରିୟା କରିଛେ ସେଥିରୁ ଆମର କପର ଅକ୍ସାଇଡ ମିଳିଛି। ତ କପରକୁ ବାୟୁରେ ଗରମ କଲେ ଏହାର ପୃଷ୍ଠରେ କଳା ରଙ୍ଗର କପର ଅକ୍ସାଇଡର ପ୍ରଲେପ ସୃଷ୍ଟି ହୋଇଥାଏ। କପର ପରେ ଆଲୁମିନିୟମ ହେଇଛି। ଆଲୁମିନିୟମକୁ ଯେତେବେଳେ ମଧ୍ୟ ବାୟୁ ସହିତ ରାସାୟନିକ ପ୍ରତିକ୍ରିୟା କରାଯାଇଛି ତ ସେ ବାୟୁରେ ଅକ୍ସିଜେନ ଅଛି। ବାୟୁରେ ଅକ୍ସିଜେନ ସହିତ ପ୍ରତିକ୍ରିୟା କରିବା ପରେ ଆମର କଣ ମିଳିଛି, ଆଲୁମିନିୟମ ଅକ୍ସାଇଡ ମିଳିଛି। ଏଇ ଯୋଉ ଆଲୁମିନିୟମ ଅକ୍ସାଇଡର ସ୍ତରଟା ସୃଷ୍ଟି ହୁଏ ନା, ଇଏ କଣ ନା କ୍ଷୟକୁ ରୋକିଥାଏ ବା କରୋଜନକୁ ଏହା ରୋକିବାରେ ସାହାଯ୍ୟ କରିଥାଏ। Al2O3 ଏହା ହେଉଛି ଆଲୁମିନିୟମ ଅକ୍ସାଇଡ। ଏଠି ଆଲୁମିନିୟମ ଅକ୍ସିଜେନ ସହିତ ରାସାୟନିକ ପ୍ରତିକ୍ରିୟା କରି ଆମକୁ ଦେଇଛି ଆଲୁମିନିୟମ ଅକ୍ସାଇଡ। ସେମିତି ମ୍ୟାଗ୍ନେସିୟମ ମଧ୍ୟ ବାୟୁରେ ଥିବା ଅକ୍ସିଜେନ ସହିତ ରାସାୟନିକ ପ୍ରତିକ୍ରିୟା କଲେ ସେ କଣ କରେ, ଉଜ୍ଜ୍ୱଳ ଧଳା ଶିଖା ସହିତ ଜଳିବ। ତ ମ୍ୟାଗ୍ନେସିୟମର ଟେଷ୍ଟ ଆମେ ଅଲରେଡି କହିଛେ। ମ୍ୟାଗ୍ନେସିୟମ ଠିକାକୁ ଜଳେଇଲେ ସେ ଧଳା ଶିଖା ସହିତ ଜଳିବା ସହିତ ମ୍ୟାଗ୍ନେସିୟମ ଅକ୍ସାଇଡ ମଧ୍ୟ ସୃଷ୍ଟି କରିଥାଏ। ଏଠି ଦେଖନ୍ତୁ ମ୍ୟାଗ୍ନେସିୟମ ଅକ୍ସିଜେନ ସହିତ ରାସାୟନିକ ପ୍ରତିକ୍ରିୟା କରି ମ୍ୟାଗ୍ନେସିୟମ ଅକ୍ସାଇଡ ଆମକୁ ଦେଉଛି। ଏବେ ଆମେ ଦେଖିବା ଧାତବ ଅକ୍ସାଇଡର ପ୍ରକୃତି କଣ। ଆମେ ଅଲରେଡି ପଢି ସାରିଲେଣି। ଧାତବ ଅକ୍ସାଇଡ ଗୁଡିକର ପ୍ରକୃତି ହେଉଛି କ୍ଷାରୀୟ। ତ ଏଇ ଯୋଉ ଧାତବ ଅକ୍ସାଇଡ ଯେତେବେଳେ ଅମ୍ଳ ସହିତ ରାସାୟନିକ ପ୍ରତିକ୍ରିୟା କରେ ସେ କଣ କରେ, ଲବଣ ଏବଂ ଜଳ ଉତ୍ପନ୍ନ କରେ। କାହିଁକି ତାହେଲେ ଲବଣ ଏବଂ ଜଳ ଉତ୍ପନ୍ନ କଲା, ଆମେ କଣ ପଢିଥିଲେ ନା ଅମ୍ଳ ସାଧାରଣତଃ ଅମ୍ଳ ଯେତେବେଳେ କ୍ଷାର ସହିତ ରାସାୟନିକ ପ୍ରତିକ୍ରିୟା କରେ ସେଥିରୁ ଆମର କଣ ମିଳେ, ଲବଣ ଏବଂ ଜଳ ମିଳିଥାଏ। ଏତିକି ଆମେ ପଢିଥିଲେ। ତ ଏଠି ଇଏ କ୍ଷାରୀୟ ସହିତ କିଏ ପ୍ରତିକ୍ରିୟା କରିଛି, ଧାତବ ଅକ୍ସାଇଡ। ଆମେ ଜାଣିଛେ ଧାତବ ଅକ୍ସାଇଡର ପ୍ରକୃତି କଣ, ଧାତବ ଅକ୍ସାଇଡର ପ୍ରକୃତି ହେଉଛି ଅମ୍ଳୀୟ। ତ ଏହା ଅମ୍ଳୀୟ ପ୍ରକୃତି ହୋଇଥିବାରୁ ଇଏ ଯେତେବେଳେ କ୍ଷାର ସହିତ ରାସାୟନିକ ପ୍ରତିକ୍ରିୟା କରିଛି ଆମକୁ ଲବଣ ଏବଂ ଜଳ ଦେଇଛି। ଦେଖନ୍ତୁ ଏଠି କ୍ୟାଲସିୟମ ଅକ୍ସାଇଡ କଣ କରିଛି, ଜଳ ସହିତ ରାସାୟନିକ ପ୍ରତିକ୍ରିୟା କରିକି ଆମକୁ ଦଉଛି କଣ, କ୍ୟାଲସିୟମ ହାଇଡ୍ରୋକ୍ସାଇଡ। ତ ଧାତବ ଅକ୍ସାଇଡର ପ୍ରକୃତି ହେଉଛି ଅମ୍ଳୀୟ। ଏହା ଯେତେବେଳେ କ୍ଷାର ସହିତ ରାସାୟନିକ ପ୍ରତିକ୍ରିୟା କରିବ ଆମକୁ ଲବଣ ଏବଂ ଜଳ ଦେଇଥାଏ। ଏବେ ଆମେ ଦେଖିବା ଉଭୟ ଧର୍ମ ଅକ୍ସାଇଡ କଣ। ଉଭୟ ଧର୍ମ ଅକ୍ସାଇଡ ବା ଏମ୍ଫୋଟେରିକ ଅକ୍ସାଇଡ କଣ, ଇଏ ଆମର ଅଲଗା ଏକ୍ସାମ୍ପଲ। ତ ଉଭୟ ଧର୍ମ ଅକ୍ସାଇଡ କଣ, ଏମ୍ଫୋଟେରିକ ଅକ୍ସାଇଡ ଯାହାର ଇଂଲିଶ ହେଉଛି ଉଭୟଧର୍ମୀ ଅକ୍ସାଇଡ ହେଉଛି ଯୋଉ ଅକ୍ସାଇଡ ଗୁଡିକ ଅମ୍ଳ ସହିତ ରାସାୟନିକ ପ୍ରତିକ୍ରିୟା କଲେ ଲବଣ ଏବଂ ଜଳ ଦବ, କ୍ଷାର ସହିତ ରାସାୟନିକ ପ୍ରତିକ୍ରିୟା କଲେ ମଧ୍ୟ ଲବଣ ଏବଂ ଜଳ ଦବ। ତାହାକୁ ଆମେ ଉଭୟଧର୍ମୀ ଅକ୍ସାଇଡ ବା ଏମ୍ଫୋଟେରିକ ଅକ୍ସାଇଡ କହିବା। ତ ଯେଉଁ ଅକ୍ସାଇଡ ଅମ୍ଳ ଏବଂ କ୍ଷାର ଉଭୟ ସହିତ ପ୍ରତିକ୍ରିୟା କରି ଲବଣ ଏବଂ ଜଳ ସୃଷ୍ଟି କରିଥାଏ ତାହାକୁ ଆମେ ଉଭୟଧର୍ମୀ ଅକ୍ସାଇଡ ବା ଏମ୍ଫୋଟେରିକ ଅକ୍ସାଇଡ କହିବା। ଦେଖନ୍ତୁ ଏଠି ମୋର Al2O3 ଯେତେବେଳେ ଅମ୍ଳ ସହିତ ରାସାୟନିକ ପ୍ରତିକ୍ରିୟା କରିଛି ସେ କଣ ଦେଇଛି, ଲବଣ ଦେଇଛି। ଏବଂ Al2O3 ଯେତେବେଳେ କ୍ଷାର ସହିତ ରାସାୟନିକ ପ୍ରତିକ୍ରିୟା କରିଛି ସେ ମଧ୍ୟ ଲବଣ ଦେଇଛି। ତ ଆଲୁମିନିୟମ ଅକ୍ସାଇଡ ହଉ ଜିଙ୍କ ଅକ୍ସାଇଡ ହଉ ଏ ଦୁଇଟି ଯାକ ହେଉଛି ଆମର ଏମ୍ଫୋଟେରିକ ଅକ୍ସାଇଡ ବା ଉଭୟଧର୍ମୀ ଅକ୍ସାଇଡ। ଯେତେବେଳେ ଆଲୁମିନିୟମ ଅକ୍ସାଇଡ ଆମର ହାଇଡ୍ରୋକ୍ଲୋରିକ ଏସିଡ ସହିତ ରାସାୟନିକ ପ୍ରତିକ୍ରିୟା କରିଛି ସେ ଲବଣ ଉତ୍ପନ୍ନ କରୁଛି। ସେଭଳି ଭାବରେ ଆଲୁମିନିୟମ ଅକ୍ସାଇଡ ଟା କ୍ଷାର ବା ସୋଡିୟମ ହାଇଡ୍ରୋକ୍ସାଇଡ ସହିତ ରାସାୟନିକ ପ୍ରତିକ୍ରିୟା କରି ମଧ୍ୟ ଆମକୁ ଲବଣ ଦଉଛି। ତ ଅମ୍ଳ ସହିତ ପ୍ରତିକ୍ରିୟା କରି ଲବଣ ଦେଇଛି, କ୍ଷାର ସହିତ ପ୍ରତିକ୍ରିୟା କରି ମଧ୍ୟ ଲବଣ ଦେଇଛି। ସେଥିପାଇଁ ଏହାକୁ ଆମେ ଏମ୍ଫୋଟେରିକ ଅକ୍ସାଇଡ କହିବା। ଏବେ ଆମେ ଦେଖିବା ଧାତବ ଅକ୍ସାଇଡର ଜଳରେ ଦ୍ରବଣୀୟତା। ଅଧିକାଂଶ ଧାତବ ଅକ୍ସାଇଡ ଜଳରେ ଅଦ୍ରବଣୀୟ, କିନ୍ତୁ ସୋଡିୟମ ଅକ୍ସାଇଡ ଏବଂ ପଟାସିୟମ ଅକ୍ସାଇଡ ଜଳରେ ଦ୍ରବୀଭୂତ ହୋଇ କ୍ଷାର ବା ଆଲକାଲି ସୃଷ୍ଟି କରନ୍ତି। ଦେଖନ୍ତୁ ଏଠି ସୋଡିୟମ ଅକ୍ସାଇଡ ଜଳରେ ଦ୍ରବୀଭୂତ ହେଇଛି, ସୋଡିୟମ ହାଇଡ୍ରୋକ୍ସାଇଡ ସୃଷ୍ଟି କରିଛି। ପଟାସିୟମ ଅକ୍ସାଇଡ ମଧ୍ୟ ଜଳରେ ଦ୍ରବୀଭୂତ ହୋଇ ପଟାସିୟମ ହାଇଡ୍ରୋକ୍ସାଇଡ ସୃଷ୍ଟି କରିଛି। ଏଇ ଯୋଉ ସୋଡିୟମ ହାଇଡ୍ରୋକ୍ସାଇଡ ହଉ ପଟାସିୟମ ହାଇଡ୍ରୋକ୍ସାଇଡ ହଉ ଏଇ ଦିଟା ହଉଛନ୍ତି ଷ୍ଟ୍ରଙ୍ଗ ଆଲକାଲି ବା ଶକ୍ତିଶାଳୀ କ୍ଷାର। ଏବେ ଆମେ ପଢିବା ଅକ୍ସିଜେନ ସହିତ ବିଭିନ୍ନ ଧାତୁର ପ୍ରତିକ୍ରିୟାଶୀଳତା।
ତ ବିଭିନ୍ନ ଧାତୁ ଅକ୍ସିଜେନ ସହିତ ଭିନ୍ନ ଭିନ୍ନ ବେଗରେ ପ୍ରତିକ୍ରିୟା କରନ୍ତି, ଯେମିତିକି ଆମେ କହିବା ସୋଡିୟମ ଏବଂ ପଟାସିୟମ। ସେ ବହୁତ ଜୋରରେ ବା ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ଧାତୁ, ହେଇଥିପାଇଁ ଯେତେବେଳେ ଆମେ ସୋଡିୟମ ଏବଂ ପଟାସିୟମକୁ ଖୋଲା ରଖିଦବା ସେ ଅକ୍ସିଜେନ ସହିତ ରାସାୟନିକ ପ୍ରତିକ୍ରିୟା କରେ ଏବଂ ସାଙ୍ଗେ ସାଙ୍ଗେ ନିଆଁ ଲାଗିଯାଏ। ସେଥିପାଇଁ ଆମେ କଣ କରା ହୁଏ ନା ସୋଡିୟମ ଏବଂ ପଟାସିୟମକୁ ସାଧାରଣତଃ କିରୋସିନ ତେଲରେ ବୁଡାଇକି ରଖା ହୁଏ। ଯେତେବେଳେ ମ୍ୟାଗ୍ନେସିୟମ, ଆଲୁମିନିୟମ, ଜିଙ୍କ ଏବଂ ଲେଡ୍ କଥା ନବା, ଏମାନେ ସାଧାରଣ ତାପମାତ୍ରାରେ ଏମାନଙ୍କ ପୃଷ୍ଠରେ ଆମର କଣ ଗୋଟେ ପତଳାର ଅକ୍ସାଇଡ ସ୍ତର ସୃଷ୍ଟି କରନ୍ତି, ଯୋଉଟା ଆମର ସଂକ୍ଷାରଣରୁ ସୁରକ୍ଷା ମଧ୍ୟ କରିଥାଏ। ତ ମ୍ୟାଗ୍ନେସିୟମ, ଆଲୁମିନିୟମ, ଜିଙ୍କ, ଲେଡ୍ ଏମାନେ ହଉଛନ୍ତି କମ ପ୍ରତିକ୍ରିୟାଶୀଳ ବା ଗୋଟିଏ ଆସ୍ତରଣ ସୃଷ୍ଟି କରନ୍ତି, ଯାହାର ନାଁ ହଉଛି ମ୍ୟାଗ୍ନେସିୟମ ଅକ୍ସାଇଡ ହଉ, ଆଲୁମିନିୟମ ଅକ୍ସାଇଡ, ଜିଙ୍କ ଅକ୍ସାଇଡ, ଲେଡ୍ ଅକ୍ସାଇଡ, ଏଇଭଳି ଭାବରେ ସେ ଅକ୍ସାଇଡ କୁ ସୃଷ୍ଟି କରିଥାନ୍ତି। ଯେତେବେଳେ ଲୁହା ନବା, ଲୁହା ଆମର ସହଜରେ ଜଳିବ ନାହିଁ, କିନ୍ତୁ ଲୁହା ଗୁଣ୍ଡକୁ ଯେତେବେଳେ ଆମେ ଅଗ୍ନିର ଶିଖାରେ ପକେଇଦବା, ସେ କଣ ଉଜ୍ଜଳ ହେଇକି ଉଜ୍ଜଳ ସ୍ଫୁଲିଙ୍ଗ ହେଇକି ତା ସହିତ ଜଳି ଯାଇଥାଏ। ତ ଲୁହା ଯେତେବେଳେ ଅକ୍ସିଜେନ ସହିତ ରାସାୟନିକ ପ୍ରତିକ୍ରିୟା କରେ, Fe3O ମଧ୍ୟ ବାହାରେ। କପର କିନ୍ତୁ ସହଜରେ ଜଳିବ ନାହିଁ, କିନ୍ତୁ ତାର ବାହାର ପାଖରେ ବା ପୃଷ୍ଠରେ କପର ଅକ୍ସାଇଡର ଗୋଟେ ପ୍ରଲେପ ସୃଷ୍ଟି କରେ। କପର ଅକ୍ସିଜେନ ସହିତ ରାସାୟନିକ ପ୍ରତିକ୍ରିୟା କଲେ ଆମର କପର ଅକ୍ସାଇଡ ସୃଷ୍ଟି ହଉଛି। ସେହିଭଳି ସୁନା ଏବଂ ରୂପା ଅକ୍ସିଜେନ ସହିତ ପ୍ରତିକ୍ରିୟା କରନ୍ତି ନାହିଁ ବା ବହୁତ ଅତ୍ୟନ୍ତ କମ ପ୍ରତିକ୍ରିୟା କରନ୍ତି। ତ ଉଚ୍ଚ ତାପମାତ୍ରାରେ ମଧ୍ୟ ଅକ୍ସିଜେନ ସହ ସହଜରେ ଏମାନେ ପ୍ରତିକ୍ରିୟା କରନ୍ତି ନାହିଁ। ଏବେ ଆମେ ପଢିବା ଏନୋଡାଇଜିଂ କଣ? ଏନୋଡାଇଜିଂ ହଉଛି ଆଲୁମିନିୟମ ଉପରେ ଗୋଟେ ମୋଟା ଅକ୍ସାଇଡ ର ପ୍ରଲେପ ଦିଆଯାଇଥାଏ, ଯୋଉଟା ଆମର ଆଲୁମିନିୟମକୁ କଳଙ୍କି ଲାଗିବାରୁ ରୋକିଥାଏ ବା ପ୍ରତିରୋଧ କରିଥାଏ। ଏଇଟାକୁ ଆମର ଏନୋଡାଇଜିଂ ପଦ୍ଧତି କୁହାଯାଇଥାଏ। ତ ଏହାକୁ ସହଜରେ ମଧ୍ୟ ଆକର୍ଷଣୀୟ କରିବାରେ ସାହାଯ୍ୟ କରେ। ତା ସହିତ କଣ କଳଙ୍କି ବା ସଂକ୍ଷାରଣ ଲାଗିବାରେ ମଧ୍ୟ ପ୍ରତିରୋଧ କରିଥାଏ। ତ ଏନୋଡାଇଜିଂ କଣ? ଆଲୁମିନିୟମ ଉପରେ ଅକ୍ସାଇଡ ର ଗୋଟିଏ ପ୍ରଲେପ ଦିଆଯାଇଥାଏ। ଏହି ପଦ୍ଧତିକୁ ଆମେ ଏନୋଡାଇଜିଂ କରିବା। ଆଲୁମିନିୟମକୁ ଏନୋଡ ଭାବେ ବ୍ୟବହାର କରି ସେଥିରେ ଲଘୁ ସଲଫ୍ୟୁରିକ ଏସିଡ ବା H2SO4 ସହିତ ବିଦ୍ୟୁତ ବିଶ୍ଳେଷଣ କରିକି ଆମର ଏନୋଡାଇଜିଂ କରାଯାଇଥାଏ। ଏବେ ଆମେ ଦେଖିବା ଧାତୁ କେମିତି ଜଳ ସହିତ ରାସାୟନିକ ପ୍ରତିକ୍ରିୟା କରୁଛି। ଆମେ ଜାଣିଛେ ଧାତୁ ଜଳ ସହିତ ରାସାୟନିକ ପ୍ରତିକ୍ରିୟା କରି ଧାତବ ଅକ୍ସାଇଡ କିମ୍ବା ଧାତବ ହାଇଡ୍ରୋକ୍ସାଇଡ କିମ୍ବା ହାଇଡ୍ରୋଜେନ ଗ୍ୟାସ ଉତ୍ପନ୍ନ କରିଥାଏ। ତ ବାଷ୍ପ, ଆମେ ଏଥିରେ ପଢିବା ବାଷ୍ପ ସହିତ କିଏ ପ୍ରତିକ୍ରିୟା କରୁଛି, ଥଣ୍ଡା ଜଳ ସହିତ କିଏ, ଗରମ ଜଳ ସହିତ କିଏ। ତ ବାଷ୍ପ ଧାତୁ ଯେତେବେଳେ ବାଷ୍ପ ସହିତ ହେଉ କିମ୍ବା ସାଧାରଣ ଜଳ ଥଣ୍ଡା କିମ୍ବା ଗରମ ଜଳ ସହିତ ହଉ, ସମସ୍ତଙ୍କ ସହିତ ପ୍ରତିକ୍ରିୟା କଲେ ଧାତବ ଅକ୍ସାଇଡ ଏବଂ ଧାତବ ହାଇଡ୍ରୋକ୍ସାଇଡ ତା ସହିତ ହାଇଡ୍ରୋଜେନ ମଧ୍ୟ ଉତ୍ପନ୍ନ ହୁଏ। ତ ବାଷ୍ପ ସହିତ ଯେତେବେଳେ ଆମର ଧାତୁ ରାସାୟନିକ ପ୍ରତିକ୍ରିୟା କରେ, ସେଥିରୁ ଧାତବ ଅକ୍ସାଇଡ ମିଳିବ। ଥଣ୍ଡା କିମ୍ବା ଗରମ ଜଳ ସହିତ ଯେତେବେଳେ ଧାତୁ ରାସାୟନିକ ପ୍ରତିକ୍ରିୟା କରିବ, ଧାତବ ହାଇଡ୍ରୋକ୍ସାଇଡ ମିଳିବ। ଜଳରେ ଦ୍ରବଣୀୟ ଧାତବ ଅକ୍ସାଇଡ ଜଳ ସହ ମିଶି ଧାତବ ହାଇଡ୍ରୋକ୍ସାଇଡ ଗଠନ କରିବ। ତାହେଲେ ଧାତବ ଅକ୍ସାଇଡ ଟା ଜଳ ସହିତ ମିଶିକି ଆମର ଧାତବ ହାଇଡ୍ରୋକ୍ସାଇଡ ହବ। ତାହେଲେ ଧାତବ ଅକ୍ସାଇଡ ଜଳ ସହିତ ରାସାୟନିକ ପ୍ରତିକ୍ରିୟା କଲେ ଆମର କଣ ହଉଛି, ଧାତବ ହାଇଡ୍ରୋକ୍ସାଇଡ ହଉଛି। ତାହେଲେ ଆମେ କଣ ଜାଣିଲେ, ଧାତୁ ଯେତେବେଳେ ବାଷ୍ପ ସହିତ ରାସାୟନିକ ପ୍ରତିକ୍ରିୟା କରିବ, ସେଥିରୁ ମିଳିବ ଧାତବ ଅକ୍ସାଇଡ। ଧାତୁ ଯେତେବେଳେ ଥଣ୍ଡା ଜଳ ହେଉ କିମ୍ବା ଗରମ ଜଳ ସହିତ ରାସାୟନିକ ପ୍ରତିକ୍ରିୟା ମିଳିବ, ସେଠୁ ଆମର ମିଳିବ ଧାତବ ହାଇଡ୍ରୋକ୍ସାଇଡ। କିନ୍ତୁ ସବୁ କ୍ଷେତ୍ରରେ ଆମର ହାଇଡ୍ରୋଜେନ ଗ୍ୟାସ ଉତ୍ପନ୍ନ ହବ। ଏକ୍ସାମ୍ପଲ ଦେଖିଲେ ଆମେ ଜାଣିପାରିବା। ଯେତେବେଳେ ପଟାସିୟମ ଏବଂ ସୋଡିୟମ କଥା ନିଆହବ, ପଟାସିୟମ ଏବଂ ସୋଡିୟମ ଅତ୍ୟନ୍ତ ପ୍ରବଳ ଭାବରେ ଥଣ୍ଡା ଜଳ ସହିତ ରାସାୟନିକ ପ୍ରତିକ୍ରିୟା କରନ୍ତି। ଥଣ୍ଡା ଜଳ ସହିତ, ତ ଏଥିରେ ଅତ୍ୟଧିକ ତାପ ମଧ୍ୟ ଉତ୍ପନ୍ନ ହୁଏ। ଏଥିପାଇଁ ଏହାକୁ ତାପ ଉତ୍ପାଦୀ ବା ଏକ୍ସୋଥର୍ମିକ ରାସାୟନିକ ପ୍ରତିକ୍ରିୟା କୁହନ୍ତି। ଯୋଉ ହାଇଡ୍ରୋଜେନ ଯେତେବେଳେ ଆମର ରାସାୟନିକ ପ୍ରତିକ୍ରିୟା କରିବ, ସେ ଯୋଉ ହାଇଡ୍ରୋଜେନ ଗ୍ୟାସରେ ସାଙ୍ଗେ ସାଙ୍ଗେ ଆମର ନିଆଁ ଧରିକି ଜଳି ଉଠେ। ତ ପଟାସିୟମ କଣ କରିଛି, ଜଳ ସହିତ ରାସାୟନିକ ପ୍ରତିକ୍ରିୟା କରିଛି। ଏଇଟା ହଉଛି ଆମର ଲିକ୍ୱିଡ ବା ଥଣ୍ଡା ଜଳ। ଦେଇଛି ଆମର ପଟାସିୟମ ହାଇଡ୍ରୋକ୍ସାଇଡ, ତା ସହିତ ହାଇଡ୍ରୋଜେନ, ତା ସହିତ ତାପ ଶକ୍ତି। ସେମିତି ସୋଡିୟମ କଣ କରିଛି, ସୋଡିୟମ ଯେତେବେଳେ ଜଳ ସହିତ ରାସାୟନିକ ପ୍ରତିକ୍ରିୟା କରୁଛି, ସୋଡିୟମ ହାଇଡ୍ରୋକ୍ସାଇଡ ଦଉଛି, ତା ସହିତ ହାଇଡ୍ରୋଜେନ ଦଉଛି ଏବଂ ତାପ ଶକ୍ତି ଦଉଛି। ତାପ ଶକ୍ତି ଦେଉଥିବାରୁ ଏହା ଜଳି ଯାଉଛି ବା ଏହାକୁ ଆମେ ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା ମଧ୍ୟ କହିବା। ଏବେ ଆମେ କ୍ୟାଲସିୟମ କଥା ଦେଖିବା। କ୍ୟାଲସିୟମ କିନ୍ତୁ ଥଣ୍ଡା ଜଳରେ ଧୀରେ ଧୀରେ ପ୍ରତିକ୍ରିୟା କରେ। ଉତ୍ପନ୍ନ ହାଇଡ୍ରୋଜେନ ଗ୍ୟାସର ଫୋଟକା ଧାତୁ ପୃଷ୍ଠରେ ଲାଗି ରହିବାରୁ କ୍ୟାଲସିୟମ ଜଳ ଉପରେ ଭାସିଥାଏ। କ୍ୟାଲସିୟମଟା ତାହେଲେ ଆମର ନିଆଁ ଧରିବ ନାହିଁ, ଏହା ଜଳ ଉପରେ ଭାସିବ। ହାଇଡ୍ରୋଜେନ ଯୋଉଟା ବାହାରିବ କ୍ୟାଲସିୟମରେ, ଏଇ ହାଇଡ୍ରୋଜେନ ଗ୍ୟାସରେ ନିଆଁ ଲାଗିବ ନାହିଁ। ଏଇଠି ଯୋଉ ଜଳ ନିଆଁ ହେଇଛି, ଇଏ ବି ମଧ୍ୟ ଥଣ୍ଡା ଜଳ ସୃଷ୍ଟି କରୁଛି। କଣ, କ୍ୟାଲସିୟମ ହାଇଡ୍ରୋକ୍ସାଇଡ ତା ସହିତ ହାଇଡ୍ରୋଜେନ ଗ୍ୟାସ। କିନ୍ତୁ ମ୍ୟାଗ୍ନେସିୟମ କଣ ନା
ଥଣ୍ଡା ଜଳ ସହିତ ରାସାୟନିକ ପ୍ରତିକ୍ରିୟା କରିବ ନାହିଁ, କିନ୍ତୁ ଏହା ଗରମ ଜଳ ସହିତ ରାସାୟନିକ ପ୍ରତିକ୍ରିୟା କରି ମ୍ୟାଗ୍ନେସିୟମ ହାଇଡ୍ରୋକ୍ସାଇଡ୍ ଏବଂ ହାଇଡ୍ରୋଜେନ ଗ୍ୟାସ୍ ସୃଷ୍ଟି କରିବ। ଦେଖନ୍ତୁ ଏଠି ମ୍ୟାଗ୍ନେସିୟମର ହଟ୍ ୱାଟର ଆମେ ନେଇଛି, ବାହାରିଛି ମ୍ୟାଗ୍ନେସିୟମ ହାଇଡ୍ରୋକ୍ସାଇଡ୍ ଏବଂ ବାଷ୍ପ ସହିତ ମଧ୍ୟ ସେ ରାସାୟନିକ ପ୍ରତିକ୍ରିୟା କଲେ ମ୍ୟାଗ୍ନେସିୟମରେ ଆମକୁ ଦେବ ମ୍ୟାଗ୍ନେସିୟମ ଅକ୍ସାଇଡ୍। ଯେତେବେଳେ ବାଷ୍ପ ସହିତ ପ୍ରତିକ୍ରିୟା କରିବ ସେ ଦେବ ମ୍ୟାଗ୍ନେସିୟମ ଅକ୍ସାଇଡ୍ ଏବଂ ଗରମ ଜଳ ସହିତ ପ୍ରତିକ୍ରିୟା କଲେ ସେ ଦେବ ମ୍ୟାଗ୍ନେସିୟମ ହାଇଡ୍ରୋକ୍ସାଇଡ୍। କିନ୍ତୁ ଏ ସବୁ କ୍ଷେତ୍ରରେ ଆମର ହାଇଡ୍ରୋଜେନ ଗ୍ୟାସ୍ ହିଁ ବାହାରିବ। ଏବେ ଜଳୀୟ ବାଷ୍ପ କଥା ଦେଖିବା। ଜଳୀୟ ବାଷ୍ପ ସହିତ ପ୍ରତିକ୍ରିୟା କରୁଥିବା ଧାତୁ ଗୁଡ଼ିକୁ ଧାତବ ଅକ୍ସାଇଡ୍ ଏବଂ ହାଇଡ୍ରୋଜେନ ଗ୍ୟାସ୍ ଆମର ସୃଷ୍ଟି କରନ୍ତି। ଆମେ ମଧ୍ୟ ଏହାକୁ ପୂର୍ବରୁ ପଢିଥିଲେ। ଜଳୀୟ ବାଷ୍ପ ସହିତ ଯିଏ ରାସାୟନିକ ପ୍ରତିକ୍ରିୟା କରିବ ସେ ଦେବ ଧାତବ ଅକ୍ସାଇଡ୍ ଏବଂ ହାଇଡ୍ରୋଜେନ। ତ ଧାତୁ ଜଳର ଗ୍ୟାସୀୟ ଅବସ୍ଥା ସହିତ ରାସାୟନିକ ପ୍ରତିକ୍ରିୟା କଲେ ଧାତବ ଅକ୍ସାଇଡ୍ ଏବଂ ହାଇଡ୍ରୋଜେନ ଗ୍ୟାସ୍ ବାହାରିବ। ଏକ୍ସାମ୍ପଲ ହେଉଛି ତାର ଆଲୁମିନିୟମ। ଆଲୁମିନିୟମ ଥଣ୍ଡା କିମ୍ବା ଗରମ ଜଳ ସହିତ ରାସାୟନିକ ପ୍ରତିକ୍ରିୟା କରିବ ନାହିଁ, କିନ୍ତୁ ଜଳୀୟ ବାଷ୍ପ ସହିତ ରାସାୟନିକ ପ୍ରତିକ୍ରିୟା କରିବ। ଆଲୁମିନିୟମ ଯେତେବେଳେ ଜଳ ସହିତ ରାସାୟନିକ ପ୍ରତିକ୍ରିୟା କରିବ ବା ବାଷ୍ପ ସହିତ କରିବ, ଜଳ ତ ନୁହଁ, ତାହା ଜଳୀୟ ବାଷ୍ପ ସହିତ ରାସାୟନିକ ପ୍ରତିକ୍ରିୟା କରି ଆମର ଆଲୁମିନିୟମ ଅକ୍ସାଇଡ୍ ଦେବ, ତା ସହିତ ହାଇଡ୍ରୋଜେନ ଦେବ। ଲୁହା ସେମିତି ଜଳୀୟ ବାଷ୍ପ ସହିତ ରାସାୟନିକ ପ୍ରତିକ୍ରିୟା କରିକି Fe3O4 ଦେବ, ତା ସହିତ ହାଇଡ୍ରୋଜେନ ଗ୍ୟାସ୍ ଦିଏ। ଜିଙ୍କ ମଧ୍ୟ ଜଳ ସହିତ ରାସାୟନିକ ପ୍ରତିକ୍ରିୟା କରି ଜିଙ୍କ ଅକ୍ସାଇଡ୍ ଏବଂ ହାଇଡ୍ରୋଜେନ ଗ୍ୟାସ୍ ଦେଇଥାଏ। ଏବେ ଆମେ ପଢିବା ଧାତୁର ଅମ୍ଳ ସହିତ ରାସାୟନିକ ପ୍ରତିକ୍ରିୟା। ଆମେ ସାଧାରଣତଃ ଯେତେବେଳେ ଧାତୁ ଗୁଡ଼ିକ ଅମ୍ଳ ସହିତ ରାସାୟନିକ ପ୍ରତିକ୍ରିୟା କରେ ସେ କଣ ଦିଏ? ଲବଣ ଏବଂ ହାଇଡ୍ରୋଜେନ ଗ୍ୟାସ୍ ଉତ୍ପନ୍ନ କରନ୍ତି। ଏହାକୁ ମଧ୍ୟ ମୁଁ ସମୀକରଣ ମାଧ୍ୟମରେ ଲେଖିଦେଇଛି। ଧାତୁ ଅମ୍ଳ ସହିତ ରାସାୟନିକ ପ୍ରତିକ୍ରିୟା କରେ ଆମର ଲବଣ ଏବଂ ହାଇଡ୍ରୋଜେନ ଗ୍ୟାସ୍ ବାହାରେ। ଏକ୍ସାମ୍ପଲ ଆମେ ମ୍ୟାଗ୍ନେସିୟମ ନେବା। ମ୍ୟାଗ୍ନେସିୟମ ଯେତେବେଳେ ହାଇଡ୍ରୋକ୍ଲୋରିକ୍ ଏସିଡ୍ ସହିତ ବା ଅମ୍ଳ ସହିତ ରାସାୟନିକ ପ୍ରତିକ୍ରିୟା କରିବ ସେଥିରୁ ମ୍ୟାଗ୍ନେସିୟମ କ୍ଲୋରାଇଡ୍ ବାହାରେ। ଏହି ମ୍ୟାଗ୍ନେସିୟମ କ୍ଲୋରାଇଡ୍ ହେଉଛି ଆମର ଲବଣ। ସେମିତି ଆଲୁମିନିୟମ କଣ ହାଇଡ୍ରୋକ୍ଲୋରିକ୍ ଏସିଡ୍ ସହିତ ରାସାୟନିକ ପ୍ରତିକ୍ରିୟା କରେ? ଆଲୁମିନିୟମ କ୍ଲୋରାଇଡ୍ ମଧ୍ୟ ବାହାରେ। ଏହା ହେଉଛି ଗୋଟିଏ ଲବଣ। ଜିଙ୍କ ମଧ୍ୟ ସେଇଭଳି ହାଇଡ୍ରୋକ୍ଲୋରିକ୍ ଏସିଡ୍ ସହିତ ରାସାୟନିକ ପ୍ରତିକ୍ରିୟା କରି ଆମର ଜିଙ୍କ କ୍ଲୋରାଇଡ୍। ଲୁହା ମଧ୍ୟ ହାଇଡ୍ରୋକ୍ଲୋରିକ୍ ଏସିଡ୍ ସହିତ ରାସାୟନିକ ପ୍ରତିକ୍ରିୟା କଲେ ଫେରିକ୍ କ୍ଲୋରାଇଡ୍ ବାହାରିବ। ତମ୍ବା ସେମିତି। ଗୋଟେ ଏକ୍ସେପସନାଲ ହେଉଛି ତମ୍ବା ଆମର ହାଇଡ୍ରୋକ୍ଲୋରିକ୍ ଏସିଡ୍ ସହିତ ରାସାୟନିକ ପ୍ରତିକ୍ରିୟା କରେ ନାହିଁ। ଏହାକୁ ଆପଣମାନେ ମନେ ରଖିବେ। ଗୋଟେ ପ୍ରତିକ୍ରିୟାଶୀଳତାର କ୍ରମ ମୁଁ ଦେଖିଦେଇଛି। ମ୍ୟାଗ୍ନେସିୟମ ହେଉଛି ପ୍ରତିକ୍ରିୟାରେ ସବୁଠାରୁ ଆଗରେ, ତାପରେ ରହିବ ତଳକୁ ଆଲୁମିନିୟମ, ତାପରେ ଜିଙ୍କ, ତାପରେ ଫେରମ, ତାପରେ ହେଉଛି ଆମର କପର। ଏବେ ଆମେ ଦେଖିବା ନାଇଟ୍ରିକ ଅମ୍ଳ ସହିତ ବା HNO3 ସହିତ କଣ ବ୍ୟତିକ୍ରମ ରହୁଛି। HNO3 ହେଉଛି ଏକ ସବଳ ଜାରକ ବା ଷ୍ଟ୍ରଙ୍ଗ ଅକ୍ସିଡାଇଜିଂ ଏଜେଣ୍ଟ। ଧାତୁ ସହିତ ଯେତେବେଳେ ସେ ରାସାୟନିକ ପ୍ରତିକ୍ରିୟା କରିବ ହାଇଡ୍ରୋଜେନ ଗ୍ୟାସ୍ ଉତ୍ପନ୍ନ ହବ। ହାଇଡ୍ରୋଜେନ ଗ୍ୟାସକୁ ଜଳରେ ସେ ପରିଣତ କରିଦେବ। ତେଣୁ ସାଧାରଣତଃ ହାଇଡ୍ରୋଜେନ ଗ୍ୟାସ୍ ଏଥିରୁ ନିର୍ଗତ ହୁଏ ନାହିଁ। ଏହାର ପରିବର୍ତ୍ତେ NO ନାଇଟ୍ରୋଜେନ ଅକ୍ସାଇଡ୍, ନାଇଟ୍ରୋଜେନ ଡାଇଅକ୍ସାଇଡ୍ ଏଇଭଳି ଭାବରେ ଆମର ନାଇଟ୍ରୋଜେନ ଅକ୍ସାଇଡ୍ ଗୁଡ଼ିକ ଉତ୍ପନ୍ନ ହୋଇଥାଏ। ମ୍ୟାଗ୍ନେସିୟମ, ମାଙ୍ଗାନିଜ ଏଇ ଦୁଇ ଧାତୁ ଆମର HNO3 ସହିତ ରାସାୟନିକ ପ୍ରତିକ୍ରିୟା କରି ଆମର ହାଇଡ୍ରୋଜେନ ଗ୍ୟାସ୍ ଦେଇଥାନ୍ତି। ଆମେ କଣ ଜାଣିଲେ? ଯେତେବେଳେ ଆମେ ହାଇଡ୍ରୋକ୍ଲୋରିକ୍ ଏସିଡ୍ ସହିତ ଜିଙ୍କ ନଉ, ଲୁହା ନେଉ, ତମ୍ବା ନେଉ, ଯେକୌଣସି ଧାତୁ ନେଉ, ସେମାନେ ରାସାୟନିକ ପ୍ରତିକ୍ରିୟା କରନ୍ତି। କିନ୍ତୁ କପର ହେଉଛି ଏମିତି ଗୋଟିଏ ଧାତୁ ସେ HCl ବା ହାଇଡ୍ରୋକ୍ଲୋରିକ୍ ଏସିଡ୍ ସହିତ ରାସାୟନିକ ପ୍ରତିକ୍ରିୟା କରେ ନାହିଁ। ଆଉ ଗୋଟେ ଆମର ଅଛି ନାଇଟ୍ରିକ ଅମ୍ଳ ବା HNO3। HNO3 ସହିତ କୌଣସି ଯେତେବେଳେ ଧାତୁ ରାସାୟନିକ ପ୍ରତିକ୍ରିୟା କରେ ସେ କଣ ହାଇଡ୍ରୋଜେନ ଗ୍ୟାସ୍ ବାହାରେ ନାହିଁ। ସେ ହାଇଡ୍ରୋଜେନ ଆମର କଣ ବାହାରିବ? ହାଇଡ୍ରୋଜେନ ଟା ଜଳରେ ପରିଣତ ହେଇଯିବ। ତ ଏହା ପରିବର୍ତ୍ତରେ ଆମର NO, NO2, Na2O ଏଇଭଳି ନାଇଟ୍ରୋଜେନ ଅକ୍ସାଇଡ୍ ଗୁଡ଼ିକ ଉତ୍ପନ୍ନ ହୋଇଥାଏ। କିନ୍ତୁ ମ୍ୟାଗ୍ନେସିୟମ, ମାଙ୍ଗାନିଜ କିନ୍ତୁ HNO3 ସହିତ ରାସାୟନିକ ପ୍ରତିକ୍ରିୟା କରିକି ହାଇଡ୍ରୋଜେନ ଗ୍ୟାସ୍ ସୃଷ୍ଟି କରନ୍ତି। କିନ୍ତୁ ଆଉ ସବୁ ଧାତୁ ନେଲେ ସେମାନେ ହାଇଡ୍ରୋଜେନ ଗ୍ୟାସ୍ ସୃଷ୍ଟି ନ କରିକି ଜଳ ସୃଷ୍ଟି କରିଥାନ୍ତି। ଜାଣିଗଲା ଏବେ ତାହେଲେ ଡିଟେଲ୍ସ ଭାବରେ। ଏବେ ଆମେ ପଢିବା ଅମ୍ଳରାଜ ବା ଆକ୍ୱା ରିଜିଅନ କଣ? ଅମ୍ଳରାଜ କଣ ନା ଗାଢ ସଲଫ୍ୟୁରିକ ଏସିଡ ଗାଢ ହାଇଡ୍ରୋକ୍ଲୋରିକ୍ ଏସିଡ୍ ଏବଂ ଗାଢ ନାଇଟ୍ରିକ ଏସିଡ୍ କୁ ଆମେ 3:1 ଅନୁପାତରେ ନେଇକି ମିଶ୍ରଣ କଲେ ତାହା ହେଇଯିବ ଆମର ଅମ୍ଳରାଜ ବା ଆକ୍ୱା ରିଜିଅନ। ଦେଖନ୍ତୁ କନସେନଟ୍ରେଟେଡ ହାଇଡ୍ରୋକ୍ଲୋରିକ୍ ଏସିଡ୍ ର 3 ଭାଗ
ତା ସହିତ ନାଇଟ୍ରିକ ଏସିଡ ର ଆମର 1 ଭାଗ ନେଲେ ଆମର ତାହା ହେଇଯିବ ଅମ୍ଳଜାନ ବା ଆକ୍ୱାରିଜିଆ। ଏହାର କାମ କଣ ଜାଣିଛ? ସୁନା ମଧ୍ୟ ଏହା ମଧ୍ୟରେ କଣ? ସୁନା ମଧ୍ୟ ଏଇ ଆକ୍ୱାରିଜିଆରେ ରାସାୟନିକ ପ୍ରତିକ୍ରିୟା କରିବ, ଅର୍ଥାତ୍ ସେ ପୁରା ଡାଇଲ୍ୟୁଟ ହେଇଯିବ ବା ମିଳେଇଯିବ। ଏବେ ଆମେ ଦେଖିବା ବିସ୍ଥାପନ ପ୍ରତିକ୍ରିୟା କଥା। ଅଧିକ ପ୍ରତିକ୍ରିୟାଶୀଳ ଧାତୁ ଏବଂ କମ ପ୍ରତିକ୍ରିୟାଶୀଳ ଧାତୁକୁ ତାହାର ଲବଣ ଦ୍ରବଣରୁ ବିସ୍ଥାପିତ କରିଥାଏ। ଏହାକୁ ଆମେ କଣ କହିବା? ବିସ୍ଥାପନ ପ୍ରତିକ୍ରିୟା ବୋଲି କହିବା। ତାମାନେ କିଛି ଅଧିକ ପ୍ରତିକ୍ରିୟାଶୀଳ ଧାତୁ ଅଛନ୍ତି, ଯୋଉମାନେ କମ ପ୍ରତିକ୍ରିୟାଶୀଳ ଧାତୁରୁ ମାନେ ଧାତୁର ଲବଣରୁ ଆମେ କଣ କରିବା? ଲବଣ ଦ୍ରବଣର ସେଟାକୁ ବିସ୍ଥାପିତ କରିଦେବୁ। ଦେଖନ୍ତୁ ଏଇଠି ଏ ଯଦି ହବ ମୋର ଗୋଟିଏ ଅଧିକ ପ୍ରତିକ୍ରିୟାଶୀଳ ଧାତୁ, ବି ଏବଂ ସି, ବି ହଉଛି ମନେକର ଧାତୁର ଲବଣ ଅଂଶ, ଇଏ କଣ କରିବ? ଏ କଣ କରିବ? ଏଇ ସି କୁ ବିସ୍ଥାପିତ କରିଦେବ ବି ସହିତ ଧାତୁ ବି କୁ ବିସ୍ଥାପିତ କରିଦବ ବା ଧାତୁ ବି କୁ ଅଲଗା କରିଦବ। ବୁଝିହେଲା? ତାହେଲେ ଧାତୁ ଏ କଣ କରିବ? ଧାତୁ ବି ର ଲବଣ ସହିତ ମିଶିଯିବ, ଧାତୁ ଏ ର ଗୋଟିଏ ଲବଣ ବାହାରିବ। ତ ଏଇ ଯୋଉ ଏହା ହେଉଛି ଗୋଟିଏ ଧାତୁ, ବି ହଉଛି ଗୋଟିଏ ଲବଣ, ବି ହଉଛି ଧାତୁର ଲବଣ, ବି ସି ଆମେ ଯୋଉ ନେଇଛେ ଇଏ କଣ କରିବ? ଲବଣ ଦ୍ରବଣରୁ ଏହାକୁ ବିସ୍ଥାପିତ କରିଦବ। ବିସ୍ଥାପିତ କରିକି ଆମର ବାହାରିବ କଣ? ଧାତୁ ବି ଅଲଗା ହେଇଯିବ, ତା ସହିତ ଏ ସହିତ ଏ ସି ମଧ୍ୟ ମିଶିଯିବ। ଦେଖନ୍ତୁ ଏ କଣ କରିବ? ବି କୁ ବିସ୍ଥାପିତ କରିବ, ତେବେ ଏ ବି ଠାରୁ ଅଧିକ ପ୍ରତିକ୍ରିୟାଶୀଳ। ଜାଣିହେଲା ତାହେଲେ ମୁଁ କଣ କହିଲି? ବିସ୍ଥାପନ ପ୍ରତିକ୍ରିୟା ଆମେ କାହାକୁ କହିବା? ଅଧିକ ପ୍ରତିକ୍ରିୟାଶୀଳ ଧାତୁଟା ସବୁବେଳେ କମ ପ୍ରତିକ୍ରିୟାଶୀଳ ଧାତୁକୁ ତାର ଲବଣ ଦ୍ରବଣରୁ ବିସ୍ଥାପିତ କରିଥାଏ। ମନେକର ଏ ଗୋଟିଏ ଧାତୁ, ବି ମଧ୍ୟ ଆଉ ଗୋଟିଏ ଧାତୁ, ଏ କଣ କରିବ? ଏଇ ବି କୁ ବିସ୍ଥାପିତ କରିବ। ତ ଏ ନିହାତି କଣ ହେଲା? ବି ଠାରୁ ଅଧିକ ପ୍ରତିକ୍ରିୟାଶୀଳ ତ ଏଟା ବି ଠାରୁ ଅଧିକ ପ୍ରତିକ୍ରିୟାଶୀଳ ଧାତୁ। ତ ଏହାକୁ ଆମେ କହିବା ବିସ୍ଥାପନ ପ୍ରତିକ୍ରିୟା। ଦେଖନ୍ତୁ ପ୍ରଥମ ପରୀକ୍ଷା ନଳୀରେ ଆମର କପର ସଲଫେଟ ନିଆହେଇଛି, ଯୋଉଟାରେ ଗୋଟେ ଲୁହା କଣ୍ଟା ଆମର ଘୋଡେଇକି ରଖାହେଇଛି। ତ ଲୁହା କଣ୍ଟା କଣ କରିଛି? କପର ସଲଫେଟ ଦ୍ରବଣ ସହିତ ରାସାୟନିକ ପ୍ରତିକ୍ରିୟା କରିଛି। ସେ କଣ କରିଛି? ଫେର ସଲଫେଟ ବାହାରିଛି, ତା ସହିତ କପର ଦ୍ରବଣ ଅଲଗା ହେଇଯାଇଛି। ତ ନୀଳ ରଙ୍ଗର ଯୋଉ କପର ସଲଫେଟ ଟା ଆମର କଣ? ସବୁଜ ରଙ୍ଗ ଫେର ସଲଫେଟ। ମନେ ରଖିବେ କପର ସଲଫେଟ ର ରଙ୍ଗ ହଉଛି ନୀଳ, କିନ୍ତୁ ଫେର ସଲଫେଟ ର ରଙ୍ଗ ହଉଛି ଫିକା ସବୁଜ। ଏହାକୁ ପୂର୍ବ ଚାପ୍ଟରରେ ମଧ୍ୟ ମୁଁ ପୁରା ପରୀକ୍ଷାର ସହିତ କରିଥିଲି। ଆଉ ଗୋଟିଏ କଣ ଦେଖିଲେ ଆମେ? ଲୁହା କଣ୍ଟା ଉପରେ ଲାଲ ବାଦାମୀ ରଙ୍ଗର କପର ର ପ୍ରଲେପ ଜମା ହେଇଯାଇଥାଏ। କାରଣ କଣ? ଲୁହାଟା ଆମର ଏଇ ଯୋଉ ଲୁହା ସେ କପର ଠାରୁ ଅଧିକ ପ୍ରତିକ୍ରିୟାଶୀଳ, ସେଥିପାଇଁ କପରକୁ ସେ ବିସ୍ଥାପିତ କରିଦେଲା। ତ CuSO4 ରୁ କପରକୁ ସେ ବିସ୍ଥାପିତ କରିକିନା SO4 କୁ ନିଜ ଆଡକୁ ୟାକୁ ପଠେଇଦବ, SO4 କୁ ନିଜ ଆଡକୁ ଟାଣି ଆଣିବ, ହେଇଯିବ ସେ ଫେର ସଲଫେଟ ଏବଂ କପର ଏଠି ବିସ୍ଥାପିତ ହେଇକି ସେ ଅଲଗା ରହିଯିବ। ତାହେଲେ ଏଠି ଆମେ କଣ ଜାଣିଲେ? ଫେରସ ବା ଆଇରନ୍ ହଉଛି ଅଧିକ ପ୍ରତିକ୍ରିୟାଶୀଳ କାହାଠାରୁ? କପର ଠାରୁ ଆଇରନ୍ ହଉଛି ଅଧିକ ପ୍ରତିକ୍ରିୟାଶୀଳ। ଏଇଥିପାଇଁ ସେ କଣ କଲା? କପରକୁ ବିସ୍ଥାପିତ କରିଦେଲା। ଏହା ହେଉଛି ଆମର ବିସ୍ଥାପନ ପ୍ରତିକ୍ରିୟା। ଯେତେବେଳେ ଦ୍ୱିତୀୟ ପରୀକ୍ଷା ନଳୀ କଥା ନବା, ସେଥିରେ ଅଛି ଆମର ଆଇରନ୍ ସଲଫେଟ। ଆଇରନ୍ ସଲଫେଟରେ ଆମର କଣ କରାହେଇଛି? ତମ୍ବା ତାରକୁ ବୋଳା ହେଇଛି। ତ କପରକୁ ଯେତେବେଳେ ଫେର ସଲଫେଟରେ ବୋଳା ହବ, ସେ କୌଣସି ପ୍ରତିକ୍ରିୟା କରିବ ନାହିଁ କିମ୍ବା ଦ୍ରବଣର ରଙ୍ଗରେ ମଧ୍ୟ ପ୍ରତିକ୍ରିୟା ହବ ନାହିଁ। ତମ୍ବା ତାରର ମଧ୍ୟ କୌଣସି ପ୍ରଲେପ ଜମି ନାହିଁ। କାରଣ କଣ? କପରଟା ତ ଲୁହା ଠାରୁ କମ ପ୍ରତିକ୍ରିୟାଶୀଳ ନା। ଏହା ତାହେଲେ କେମିତି ୟାକୁ ମଧ୍ୟରୁ କାହାକୁ ବି ବିସ୍ଥାପିତ କରିପାରିବ ନାହିଁ। ସେଥିପାଇଁ ସେ ରାସାୟନିକ ପ୍ରତିକ୍ରିୟାଟି ହେଲା ନାହିଁ। ତାହେଲେ ଆମେ କୋଉ ସିଦ୍ଧାନ୍ତରେ ପହଞ୍ଚିଲେ? ଆମେ ଜାଣିଲେ ଯେ ଫେରମଟା ଅଧିକ ପ୍ରତିକ୍ରିୟାଶୀଳ କାହାଠାରୁ? କପର ଠାରୁ। ଜାଣିହେଲା? ଏଠି ମୁଁ ଲେଖିଦେଇଛି ଅଧିକ ପ୍ରତିକ୍ରିୟାଶୀଳ ଧାତୁ ସବୁବେଳେ କମ ପ୍ରତିକ୍ରିୟାଶୀଳ ଧାତୁକୁ ତାହାର ଲବଣ ଦ୍ରବଣରୁ ବିସ୍ଥାପିତ କରିଥାଏ, ଯୋଉଟା ଆମର ଫାର୍ଷ୍ଟ ଚାପ୍ଟରର ବିସ୍ଥାପନ ପ୍ରତିକ୍ରିୟାରେ ମଧ୍ୟ ଆମେ ପଢିଥିଲେ। ଆଜି ମଧ୍ୟ ତାକୁ ଆଉଥରେ ପଢିଲେ। ଜାଣିହେଲା ତାହେଲେ ବିସ୍ଥାପନ ପ୍ରତିକ୍ରିୟା କଣ? ଯେତେବେଳେ ଗୋଟିଏ ଧାତୁ ସେ କଣ କରିବ? ଯେତେବେଳେ ଗୋଟିଏ ଧାତୁ ଅଧିକ ପ୍ରତିକ୍ରିୟାଶୀଳ ହୋଇଥିବ, ସେ କମ ପ୍ରତିକ୍ରିୟାଶୀଳ ଧାତୁକୁ ବିସ୍ଥାପିତ କରିଦେବ ତାର ଲବଣ ଦ୍ରବଣ। ଏକ୍ସାମ୍ପଲ ମାଧ୍ୟମରେ ଯୋଉଗୁଡାକ ମୁଁ ବୁଝେଇଛି। ଏବେ ଆମେ ଦେଖିବା ପ୍ରତିକ୍ରିୟାଶୀଳତାର ଶ୍ରେଣୀ ବା ରିଆକ୍ଟିଭିଟି ସିରିଜ। ବିଭିନ୍ନ ଧାତୁ ଗୁଡିକ ସେମାନଙ୍କର ପ୍ରତିକ୍ରିୟାଶୀଳତାର ହ୍ରାସ କ୍ରମରେ ଏକ କ୍ରମରେ ଯେତେବେଳେ ଆମେ ସଜେଇବା ଗୋଟେ ତାଲିକାଟେ ପାଇବା, ଯୋଉଟାକୁ ଆମେ ପ୍ରତିକ୍ରିୟାଶୀଳତା ଶ୍ରେଣୀ ବୋଲି କହିବା। ତ ଏଇଟା ଆମର ବିସ୍ଥାପନ ପ୍ରତିକ୍ରିୟା ଉପରେ ହିଁ
ଆଧାର କରେ। ସବୁଠାରୁ ପ୍ରତିକ୍ରିୟାଶୀଳ ଆଗରେ ରହୁଛି ପଟାସିୟମ, ତାମାନେ ଇଏ ସବୁଠାରୁ ଅଧିକ ପ୍ରତିକ୍ରିୟା କରେ। ତାପରେ ସୋଡିୟମ, ତାପରେ କ୍ୟାଲସିୟମ, ତାପରେ ମ୍ୟାଗ୍ନେସିୟମ, ଆଲୁମିନିୟମ, ଜିଙ୍କ, ଫେରସ, ଲେଡ, ହାଇଡ୍ରୋଜେନ, କପର, Ag, Au। ବୁଝିହେଲା? ତାହେଲେ ସୁନା ହଉ ଏଇ ରୂପା ହଉ ତାହେଲେ ଏମାନେ ହଉଛନ୍ତି କମ ପ୍ରତିକ୍ରିୟାଶୀଳ, କାରଣ ସିରିଜରେ ଏମାନେ ତଳ ଆଡେ ରହୁଛନ୍ତି। ମଝିରେ ଯିଏ ରହିବ ସେମାନେ ହଉଛନ୍ତି ମଧ୍ୟମ ଧରଣ ପ୍ରତିକ୍ରିୟାଶୀଳ, ଯୋଉମାନେ ଆଗରେ ପୁରା ରହିଲେ ସେମାନେ ହଉଛନ୍ତି ଅଧିକ ପ୍ରତିକ୍ରିୟାଶୀଳ। ତାହେଲେ କ୍ୱେଶ୍ଚିନ୍ ଆମର ବହିରେ ଦେଇଛି, ଆପଣମାନଙ୍କୁ ମୁଁ ଆନ୍ସର ମଧ୍ୟ ଦେଇଦେଇଛି। ସୋଡିୟମକୁ କିରୋସିନ ତେଲରେ ବୁଡାଇକି ରଖାଯାଏ କାହିଁକି? ଆମେ ଜାଣିଛେ ସୋଡିୟମ କଣ କରେ, ଅକ୍ସିଜେନ ସହିତ ରାସାୟନିକ ପ୍ରତିକ୍ରିୟା କରେ, ଯାହା ଦ୍ୱାରା ସାଙ୍ଗେ ସାଙ୍ଗେ ନିଆଁ ଲାଗି ଯାଇଥାଏ ବା ତାପ ଉତ୍ପାଦ ରାସାୟନିକ ପ୍ରତିକ୍ରିୟା ଯୋଉଟା ନିଆଁ ଧରେଇ ଦିଏ। ସେଇଥିପାଇଁ ଆମେ କଣ କରିବା, ଜଳ ସହିତ ରାସାୟନିକ ପ୍ରତିକ୍ରିୟା ବା ଅକ୍ସିଜେନ ସହିତ ରାସାୟନିକ ପ୍ରତିକ୍ରିୟା ନ କରିବା ପାଇଁ ତାକୁ କିରୋସିନ ତେଲରେ ବୁଡେଇକି ରଖା ହୁଏ। ଦେଖ ଏଠି ଆଇରନ୍ ସହିତ ଜଳୀୟ ବାଷ୍ପର ରାସାୟନିକ ପ୍ରତିକ୍ରିୟା ଦେଇଛି, ମୁଁ ମଧ୍ୟ ଲେଖିଦେଇଛି। Fe ଜଳ ବାଷ୍ପ ସହିତ ରାସାୟନିକ ପ୍ରତିକ୍ରିୟା କଲେ ଆମର Fe3O4 ମିଳିବ। କ୍ୟାଲସିୟମ ସହିତ ଜଳ ସହିତ ପ୍ରତିକ୍ରିୟା କଲେ କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍ ମିଳିବ। ପଟାସିୟମ ଜଳ ସହିତ ରାସାୟନିକ ପ୍ରତିକ୍ରିୟା କରି ପଟାସିୟମ ହାଇଡ୍ରୋକ୍ସାଇଡ୍ ଆମକୁ ଦବ। ଏଇଟା ଆମର ବହିରେ କ୍ୱେଶ୍ଚିନ୍ ମଧ୍ୟ ଆମକୁ ଦେଇଛି, ଆପଣମାନଙ୍କ ପାଇଁ ମୁଁ ମଧ୍ୟ ସଲ୍ଭ କରିଦେଇଛି। ଏବେ ଦେଖିବା ପ୍ରତିକ୍ରିୟାଶୀଳତା ଶ୍ରେଣୀ ଆଧାରରେ ଆମେ ଉତ୍ତର ଦେବା। ସର୍ବାଧିକ ପ୍ରତିକ୍ରିୟାଶୀଳ ଧାତୁ କେଉଁଠି? ତ ଏଇଠି ଆମର ବହିରେ ଦେଇଦେଇଛି, ଆପଣମାନେ କ୍ୱେଶ୍ଚିନ୍ କୁ ଭଲ ଭାବରେ ପଢିନେବେ। ବି ଧାତୁଟା ହେଇଯିବ ଆମର ସବୁଠାରୁ ଅଧିକ ପ୍ରତିକ୍ରିୟାଶୀଳ। କାରଣ କଣ? ଆଇରନ୍ ଏବଂ ସଲଫେଟ୍ ଦ୍ରବଣରୁ ଲୁହାକୁ ସେ ବିସ୍ତାପିତ କରିପାରୁଛି। ଯେହେତୁ ଆଇରନ୍ ଟା ସଲଫେଟ୍ ଦ୍ରବଣରେ ଯୋଉ Fe ଅଛି, ଏହା ଲୁହାକୁ ବିସ୍ତାପିତ କରିଦଉଛି, ସେଥିପାଇଁ ଧାତୁ ବି ହେଇଯିବ ଅଧିକ ପ୍ରତିକ୍ରିୟାଶୀଳ। ଯୋଉଟା ଆମର କପର ସଲଫେଟ୍ ଦ୍ରବଣରେ ପକେଇଲେ କଣ ହବ, ଯେତେବେଳେ କପର ସଲଫେଟ୍ ଦ୍ରବଣରେ ଆମେ ଧାତୁ B କୁ ପକେଇବା ତାହେଲେ ସେ କଣ କରିବ, କପରକୁ ବିସ୍ତାପିତ କରିଦବ। ଏଠାରେ କଣ, ପ୍ରକୃତ ଲବଣର ସୂତ୍ର B ର ସଂଯୋଜକତା ଉପରେ ଏଇଟା ନିର୍ଭର କରିବ। ଯୋଉ ନୀଳ ରଙ୍ଗର କପର ସଲଫେଟ୍ ଥିବ ଏହାର ରଙ୍ଗ ଫିକା ମଧ୍ୟ ହୋଇଯିବ। ତ ଧାତୁ B ଉପରେ କପରର ଲାଲ ବାଦାମୀର ପ୍ରଲେପ ମଧ୍ୟ ଜମିଯିବ। ତ ଧାତୁ ଗୁଡିକ ପ୍ରତିକ୍ରିୟାଶୀଳତାର କ୍ରମ ପଚାରିଛି, ଆଗ ରହିବ B, ତାପରେ A, ତାପରେ C, ତାପରେ D। ବହିର କ୍ୱେଶ୍ଚିନ୍ ଆପଣମାନେ ପଢିଦେବେ, ଅଟୋମେଟିକାଲି ଏହାକୁ ବୁଝିଯିବେ। ଜାଣିହେଲା? ତାହେଲେ ଏବେ ଆମେ ଦେଖିବା ଧାତୁ ଅଧାତୁର ପ୍ରତିକ୍ରିୟାଶୀଳତା। ଯେଉଁ ଗ୍ୟାସ ମାନଙ୍କର ବାହ୍ୟତମ ଇଲେକ୍ଟ୍ରନ କକ୍ଷ ସମ୍ପୂର୍ଣ୍ଣ ଥାଏ ସେମାନଙ୍କୁ ଆମେ ନୋବେଲ ଗ୍ୟାସ ବା ଉଦାସୀନ ବା ଇନର୍ଟ ଗ୍ୟାସ ବୋଲି କହିବା। ଯେମିତି କି ହିଲିୟମ, ନିଅନ, ଆର୍ଗନ ଏଗୁଡିକ ରାସାୟନିକ ଭାବେ ଅତି କମ ପ୍ରତିକ୍ରିୟାଶୀଳତା ପ୍ରଦର୍ଶନ କରନ୍ତି। ଅନ୍ୟ ମୌଳିକ ଗୁଡିକ ସେମାନଙ୍କର ବାହ୍ୟତମ କକ୍ଷକୁ ସମ୍ପୂର୍ଣ୍ଣ ଏକ ସ୍ଥିର ନୋବେଲ ଗ୍ୟାସ ସଂରଚନା ବା ଅଷ୍ଟକ ହାସଲ କରିବା ପାଇଁ ଇଲେକ୍ଟ୍ରନ ଗ୍ରହଣ, ବର୍ଜନ କିମ୍ବା ସହଭାଗିତା କରିଥାନ୍ତି। ଦେଖନ୍ତୁ ମୁଁ ଆପଣମାନଙ୍କୁ ଡିଟେଲରେ ବୁଝେଇ ଦଉଛି। ଗୋଟିଏ ଜିନିଷ ଆସିଲା ଆମର କଣ, ନୋବେଲ ବା ଇନର୍ଟ ଗ୍ୟାସ କଣ, ଆଉ ଗୋଟିଏ କଥା ଦେଲା କଣ, ଅନ୍ୟ ମୌଳିକ ବା ଅକ୍ଟେଟ ରୁଲ କଣ। ଦେଖନ୍ତୁ ପ୍ରଥମେ ମନେକର ଆମେ ଗୋଟିଏ ମୌଳିକ ନବା ସୋଡିୟମ କଥା। ସୋଡିୟମ ମନେକର ନେଲେ, ସୋଡିୟମର ଆଟମିକ ନମ୍ବର କେତେ, 11। ତ ଆମେ ଜାଣିଛେ ତିନିଟା ଆମର ସେଲ ରହିଛି, K ସେଲ, L ସେଲ, M ସେଲ, ତିନିଟା ନୁହଁ ଏମିତି ଆମର ବହୁତ ସାରା ସେଲ ଅଛି, K, L, M, N ଏମିତି ସେଲ ରହିଛି। ତ 11ଟି ଯୋଉ ଅଛି ଆମର ସୂତ୍ର କଣ, 2n²। ତ ଯେତେବେଳେ ପ୍ରଥମ ସେଲରେ ବା K ସେଲରେ 2ଟା ଇଲେକ୍ଟ୍ରନ ରହିବ, ତାପରେ ଆମର ରହିବ 8ଟି ଇଲେକ୍ଟ୍ରନ। ତ 2 ପକାନ୍ତୁ ମଧ୍ୟ ଜାଣିପାରିବେ, 2 × 2² ହେଇଯିବ କେତେ, 4। ତାମାନେ 8ଟି ଇଲେକ୍ଟ୍ରନ ରହିବ। ପ୍ରଥମ ସେଲରେ 2ଟା ଇଲେକ୍ଟ୍ରନ, ଦେଖନ୍ତୁ ଏଠି ପ୍ରଥମ ସେଲରେ ମୋର 2ଟା ଇଲେକ୍ଟ୍ରନ ରହିବ, ତାପରେ ସେଲରେ 8ଟା ଇଲେକ୍ଟ୍ରନ ରହିବ, 1, 2, 3, 4, 5, 6, 7, 8, 8ଟି ଇଲେକ୍ଟ୍ରନ ରହିବ। ତ ୟାର କଣ ହବ, ଯେହେତୁ ଏହାର 11ଟି ଇଲେକ୍ଟ୍ରନ, ଏହାର ବାହ୍ୟତମ କକ୍ଷରେ 1 ଇଲେକ୍ଟ୍ରନ ବଳ ପଡିଲେ। ତ ସମସ୍ତ ମୌଳିକ କଣ ଚାହାନ୍ତି ନା ତାର ବାହାର କକ୍ଷରେ 8ଟି ଇଲେକ୍ଟ୍ରନ ରଖିବା ପାଇଁ। ଏହା ହେଉଛି ଆମର ଅକ୍ଟେଟ ରୁଲ। ଏଠି ସୋଡିୟମର ଯେହେତୁ 11ଟି ଇଲେକ୍ଟ୍ରନ ଅଛି, ସେ କଣ କରିବ, 1 ଇଲେକ୍ଟ୍ରନ ତାର ଅଛି ବୋଲି ସେ ଏଇ ଇଲେକ୍ଟ୍ରନକୁ ଦେଇଦବ ଅନ୍ୟକୁ, ଏବଂ ସେ କଣ ହବ, Na+ ହେଇଯିବ। କାରଣ ଯିଏ ଦେଇଛି ମୋ ପାଖରେ ଅଧିକ ପଇସା ଅଛି ବୋଲି ମୁଁ ଦାନ କରୁଛି, ତାମାନେ ମୁଁ ଧନୀ ନା, ତ ସେଥିପାଇଁ ହଉଛି ପଜିଟିଭ। ଯେତେବେଳେ ଆମେ କ୍ଲୋରିନ କଥା ନବା, କ୍ଲୋରିନ ହଉଛି 17। ତ କେମିତି ହବ, ପ୍ରଥମ ସେଲରେ 2ଟା, ତାପରେ 8ଟା, 2, 8, 10,
ଆଉ ଗୋଟେ ରହିଲା 7ଟା। ଇଏ ଯୋଉ 7ଟି ଇଲେକ୍ଟ୍ରନ ଅଛି ଇଏ କଣ କରିବ ସବୁବେଳେ ଚେଷ୍ଟା କରିବ ଆଉ ଗୋଟିଏ ଇଲେକ୍ଟ୍ରନ କଣ କରିବା ପାଇଁ ଆଣିବା ପାଇଁ। ତ ଇଏ କଣ କରିବ ଅନ୍ୟମାନଙ୍କ ଠାରୁ ଗୋଟିଏ ଇଲେକ୍ଟ୍ରନ ଆଣିକି ତାର କକ୍ଷକୁ 7 ପ୍ଲସ 8 କରିକି ସେ 8ଟି କରିବ ଏବଂ ଅକ୍ଟେଟ କୁ ବା ଅଷ୍ଟକ ନିୟମକୁ ପୂରଣ କରେ। ଏଥିରେ ଆମେ କଣ ଜାଣିଲେ ସବୁ ମୌଳିକ ଚେଷ୍ଟା କରନ୍ତି ନିଜର ବାହ୍ୟତମ କକ୍ଷକୁ ସମ୍ପୂର୍ଣ୍ଣ ରଖି ବା ନିକଟତମ ନୋବେଲ ଗ୍ୟାସର ସଂରଚନାକୁ ଧାରଣ କରିବା ପାଇଁ ଯୋଉଟା ଆମର ହଉଛି ଅକ୍ଟେଟ ଗ୍ରୁପ। ତ ଏମାନେ କଣ କରନ୍ତି ଇଲେକ୍ଟ୍ରନକୁ ଗ୍ରହଣ କରନ୍ତି କିମ୍ବା ଇଲେକ୍ଟ୍ରନକୁ ବର୍ଜନ ବା ଅନ୍ୟକୁ ଦେଇ ଦିଅନ୍ତି କିମ୍ବା ସହଭାଗିତା କରନ୍ତି। ସହଭାଗିତା କହିଲେ କଣ ଯୋଉଟା ବନ୍ଧ ସୃଷ୍ଟି କରିବା ଯୋଉଟା ଆମେ ନେକ୍ସଟ ଚାପ୍ଟରରେ ମଧ୍ୟ କରିବା କାର୍ବନ ଏବଂ କାର୍ବନ କେମିତି ବନ୍ଧ ସୃଷ୍ଟି କରୁଛନ୍ତି। କାର୍ବନର ପରମାଣୁ କ୍ରମାଙ୍କ କେତେ 6। ଏହାର କେମିତି ହବ ଇଲେକ୍ଟ୍ରୋନିକ ସଂରଚନା ପ୍ରଥମ ସେଲରେ 2ଟା ତାପରେ 4ଟା। ତ ଇଏ କଣ କରିବ 4ଟା ଇଲେକ୍ଟ୍ରନ ଦବା କଷ୍ଟକର 4ଟି ଇଲେକ୍ଟ୍ରନ ନିଜ ପାଖରେ ରଖିବା ବି କଷ୍ଟକର କାରଣ ଯଦି ତା ପାଖରେ 6ଟି ପ୍ରୋଟନ ଅଛି ସେ 6ଟି ଇଲେକ୍ଟ୍ରନକୁ ଧରି ରଖିବା କଣ ନିହାତି କଷ୍ଟକର ହବ। ଆଉ ଇଏ 4ଟା ଇଲେକ୍ଟ୍ରନ ଦବା ମଧ୍ୟ କଣ କଷ୍ଟକର ଅଧିକ ଶକ୍ତି ଖର୍ଚ୍ଚ ହବ। ତ ଇଏ କଣ କରିବ ଗୋଟେ କାର୍ବନର ଯୋଉ 6ଟି ରହିଲାନି ଇଏ 4ଟା ଇଲେକ୍ଟ୍ରନ ରହିଲା ଏଇ ଯୋଉ 4ଟା ଇଲେକ୍ଟ୍ରନ ଆଉ ଗୋଟିଏ କାର୍ବନ ହଉ କିମ୍ବା ଅନ୍ୟ କୌଣସି ମୌଳିକ ହଉ ତାଠୁ 4ଟା ଇଲେକ୍ଟ୍ରନ ଆଣିବ। ଇଏ କହିବ ତୋର 4ଟା ଇଲେକ୍ଟ୍ରନ ତୁ ମତେ ଦେଇଦେ ଇଏ ବି କହିବ ତୋର 4ଟି ଇଲେକ୍ଟ୍ରନ ତୁ ମତେ ଦେଇଦେ ଆମେ ଦି ଜଣ ବନ୍ଧୁ ବାନ୍ଧିକି ରହିବା। ଏମାନେ ଯୋଉ କଣ ବନ୍ଧ ଗଠନ କରନ୍ତି ବା ସହଭାଗିତା କରନ୍ତି। ବୁଝିହେଲା ତାହେଲେ ଡିଟେଲ ଭାବରେ ଜାଣିପାରିଥିବେ ନିହାତି ବାହ୍ୟତମ ସେଲ କଣ ଆମର ଇଲେକ୍ଟ୍ରନ କିଏ ଦିଏ କିଏ ନିଏ ଏବଂ କିଏ ବନ୍ଧ ଗଠନ କରେ। ଏବେ ତାହେଲେ ଆମେ ପାଠ ଉପରକୁ ଯିବା ପ୍ରତିକ୍ରିୟାଶୀଳତା ଉପରେ। ଦେଖିବା ଆୟନ କେମିତି ଗଠନ ହଉଛି। ପ୍ରଥମେ ଆମେ ପଢିବା କାଟାୟନ କଣ ଯେଉଁ ଆୟନ ଇଲେକ୍ଟ୍ରନ ତ୍ୟାଗ କରି ଧନାତ୍ମକ ଆବେଶ ପାଇଥାଏ ତାହାକୁ ଆମେ କାଟାୟନ କହିବା। ଯେମିତିକି ଏକ୍ସାମ୍ପଲ ମୁଁ ସୋଡିୟମ କଥା ବୁଝେଇଲି ସୋଡିୟମର ପରମାଣୁ କ୍ରମାଙ୍କ ହଉଛି 11 ତ ଇଲେକ୍ଟ୍ରନ କେମିତି ପ୍ରଥମ ସେଲରେ 2ଟା ତାପରେ 8ଟା ଆଉ ଗୋଟେ ଇଲେକ୍ଟ୍ରନ ତାର ବାହାରେ ରହିଲା। ତ ବାହ୍ୟତମ କକ୍ଷରେ ସ୍ଥିରତା ବା ଅକ୍ଟେଟ ଗ୍ରୁପକୁ ସେ ଫଲୋ କରିବା ପାଇଁ ଗୋଟେ ଇଲେକ୍ଟ୍ରନ ସେ କଣ କରେ ତ୍ୟାଗ କରେ। ଦେଖନ୍ତୁ ଏଠି ସୋଡିୟମ କଣ କରିଛି ଗୋଟିଏ ଇଲେକ୍ଟ୍ରନ ତ୍ୟାଗ କରିଛି। ସୋଡିୟମ ପାଖରେ 2 8 1 2 8 1 ଥିଲା ଇଏ ଗୋଟେ ଇଲେକ୍ଟ୍ରନ କଣ କରିଛି ଅନ୍ୟକୁ ଦେଇଦେଇଛି ଦେଇଦେଇକି ଇଏ କଣ ହେଇଛି ତାର ବାହାରେ ଅଷ୍ଟକ ନିୟମକୁ ଫଲୋ କରିକି ବାହାର ପକ୍ଷରେ 8ଟି ଇଲେକ୍ଟ୍ରନ ରଖିଛି। ଇଏ ଯେହେତୁ ଦେଇଛି ସେଥିପାଇଁ ଏହା ହେଉଛି ଗୋଟିଏ କାଟାୟନ। ଦେଖିବା ଆନାୟନ କଣ ଯେ ଇଲେକ୍ଟ୍ରନ ଗ୍ରହଣ କରି ଋଣାତ୍ମକ ଆବେଶ ପାଏ ତାହାକୁ ଆମେ ଆନାୟନ କହିବା। ଯେମିତିକି କ୍ଲୋରିନ କଥା ଦେଇଛି କ୍ଲୋରିନର ଶକ୍ତର 2 8 7 ହଉଛି ତାର ସଂରଚନା। ଇଏ କଣ କରିବ 7ଟି ଯୋଉ ଇଲେକ୍ଟ୍ରନ ଅଛି ଇଏ କଣ କରିବ ଗୋଟିଏ ଇଲେକ୍ଟ୍ରନ ଆଣିବ। ଇଏ ଯେହେତୁ ଆଣିଲା ତାମାନେ କରଜ କରିଛି ସେଥିପାଇଁ କଣ ହେଇଗଲା ନେଗେଟିଭ ହେଇଗଲା ବା Cl ମାଇନସ ହେଇଗଲା। ଏହା ହେଉଛି ଗୋଟିଏ ଆମର ଆନାୟନ। ତ ସୋଡିୟମ ଯୋଉ ଇଲେକ୍ଟ୍ରନକୁ ତ୍ୟାଗ କଲା କ୍ଲୋରିନ କଣ କଲା ଇଲେକ୍ଟ୍ରନକୁ ଗ୍ରହଣ କଲା। ତ ସୋଡିୟମ ଏବଂ କ୍ଲୋରିନ ପରସ୍ପର ବିପରୀତ ଚାର୍ଜ ହେଲେ ବିପରୀତ ଚାର୍ଜ ମାନେ ନିହାତି ସେମାନଙ୍କ ମଧ୍ୟରେ ଆକର୍ଷଣ ବଳ ରହିବ। ଯୋଉ ଆକର୍ଷଣ ବଳ ରହିଲା ସେମାନଙ୍କ ମଧ୍ୟରେ ତାହାକୁ କଣ କହନ୍ତି ଇଲେକ୍ଟ୍ରୋଷ୍ଟାଟିକ ଫୋର୍ସ ଅଫ ଆଟ୍ରାକ୍ସନ ଯାହା ଦ୍ୱାରା ସେ ଆକର୍ଷିତ ହେଇକିନା ସୋଡିୟମ କ୍ଲୋରାଇଡ ମଧ୍ୟ ଗଠନ କରିଥାନ୍ତି। ସୋଡିୟମ ଏବଂ କ୍ଲୋରାଇଡର ଆୟନ ଦ୍ୱୟ ବିପରୀତ ଚାର୍ଜ ବିଶିଷ୍ଟ ହୋଇଥିବାରୁ ପରସ୍ପରକୁ ଆକର୍ଷଣ କରେ ଏବଂ ଶକ୍ତିଶାଳୀ ସ୍ଥିର ବିଦ୍ୟୁତ ଆକର୍ଷଣ ବଳ ଦ୍ୱାରା ଧରି ରଖେ ଏବଂ ସୋଡିୟମ କ୍ଲୋରାଇଡ ଆମର ଗଠିତ ହୋଇଥାଏ। ଜାଣିହେଲା। ସେମିତି ମ୍ୟାଗ୍ନେସିୟମ କ୍ଲୋରାଇଡ ମଧ୍ୟ ଆମେ ଦେଖିପାରିବା। ମ୍ୟାଗ୍ନେସିୟମର ପରମାଣୁ କ୍ରମାଙ୍କ ହଉଛି 12 2 2 8 ହେଇଯାଉଛି 10 ଆଉ ଆମର କଣ ହେଲା ନା 2ଟା ଇଲେକ୍ଟ୍ରନ ଏଠି ବଳି ପଡିଲା। ଇଏ ଯୋଉ 2ଟା ଇଲେକ୍ଟ୍ରନ ବଳିଲା ସେ 2ଟା ଇଲେକ୍ଟ୍ରନ ଦେଇଦବ। କ୍ଲୋରିନ ସେମିତି କଣ କରିବ କ୍ଲୋରିନର 2ଟା କ୍ଲୋରିନ ପାଖରୁ ସେ 2ଟା କ୍ଲୋରିନ ୟାର 2ଟା ଇଲେକ୍ଟ୍ରନକୁ ଗ୍ରହଣ କରିନେଲେ ଆମର ବାହାରିଲା ମ୍ୟାଗ୍ନେସିୟମ କ୍ଲୋରାଇଡ। ଜାଣିହେଲା ସୋଡିୟମ କ୍ଲୋରାଇଡ ମ୍ୟାଗ୍ନେସିୟମ କ୍ଲୋରାଇଡର ସଂରଚନା। ତ ଧାତୁରୁ ଅଧାତୁକୁ ଇଲେକ୍ଟ୍ରନର ସ୍ଥାନାନ୍ତରଣ ଦ୍ୱାରା ସୃଷ୍ଟି ହୋଇଥିବା ଯୌଗିକକୁ ଆୟନିକ କିମ୍ବା ବିଦ୍ୟୁତ ସଂଯୋଗୀ ଯୌଗିକ ଆମେ କହିବା। ଯେତେବେଳେ ଆମେ ସୋଡିୟମ କ୍ଲୋରାଇଡ କଥା ନେଲେ ସୋଡିୟମ ହଉଥିଲା ଆମର ପଜିଟିଭ କ୍ଲୋରିନ ହଉଥିଲା ଆମର ନେଗେଟିଭ। ଜାଣିହେଲା ତାମାନେ ଯିଏ ଦେଲା ବୁଝିହେଲା ସେ ହଉଛି ଆମର ଧାତୁ ଯିଏ ଗ୍ରହଣ କଲା ସେ ହଉଛି ଅଧାତୁ। ତାମାନେ ଧାତୁରୁ ଅଧାତୁକୁ ଇଲେକ୍ଟ୍ରନର ସ୍ଥାନାନ୍ତରଣ ଦ୍ୱାରା ଯୋଉଟା ସୃଷ୍ଟି ହବ ତାହାକୁ ଆୟନିକ କିମ୍ବା ବିଦ୍ୟୁତ ସଂଯୋଗୀ ଯୌଗ ବୋଲି କହିବା। ଧନାତ୍ମକ କାଟାୟନକୁ ପ୍ଲସ ଋଣାତ୍ମକ ଆନାୟନ ମାଇନସ ମଧ୍ୟରେ ଶକ୍ତିଶାଳୀ ସ୍ଥିର ବିଦ୍ୟୁତ ଆକର୍ଷଣ ବଳ ଦ୍ୱାରା ଆମର ଆୟନିକ ଯୌଗିକ ଗଠିତ ହୋଇଥାଏ। ଏବେ ଆମେ ଦେଖିବା ତାର ଧର୍ମ ବିଷୟରେ।
ପ୍ରଥମେ ଭୌତିକ ଧର୍ମ କଥା ପଢିବା। ଆୟନିକ ଯୌଗିକ ଗୁଡିକ ସାଧାରଣତଃ କଠିନ ଦୃଢ ହୋଇଥାଏ। କାରଣ କଣ? ସେମାନେ ଯେହେତୁ ଇଏ ପଜିଟିଭ ସେ ନେଗେଟିଭ ନିହାତି ଭାବରେ ଆଟ୍ରାକ୍ଟ ହେଇକି ରହିବେ। କାରଣ କଣ? ବିପରୀତ ଚାର୍ଜ। ତ ବିପରୀତ ଚାର୍ଜ ଯୋଗୁ ଆୟନ ମାନଙ୍କ ମଧ୍ୟରେ ଦୃଢ ବିଦ୍ୟୁତ ଆକର୍ଷଣ ବଳ ରହିଛି। ସେଥିପାଇଁ ସେମାନେ କଠିନ ଏବଂ ଦୃଢ ହୋଇଥାନ୍ତି। ଏଗୁଡିକ ଭଙ୍ଗୁର ହୋଇଥାଏ। ହାତୁଡି କିମ୍ବା ଚାକୁ ପ୍ରୟୋଗ କଲେ ତାହା ଖଣ୍ଡ ଖଣ୍ଡ ହୋଇକି ଭାଙ୍ଗିଯିବ। କାରଣ କଣ? ଯେତେବେଳେ ଚାକୁ ଆମେ ପ୍ରୟୋଗ କରିବା, ଆମର ଯୋଉ ସମାନ ଚାର୍ଜ ଯୁକ୍ତ ଆୟନ ରହିଛି ସେ ପରସ୍ପର ନିକଟକୁ ଆସିବେ। ଯଦି ପରସ୍ପର ନିକଟକୁ ଆସିବେ ତାହେଲେ କଣ ହେଇଯିବ? ବିକର୍ଷଣ ବଳ ସୃଷ୍ଟି କରିବ। ପଜିଟିଭ ପାଖକୁ ମାନେ ଚାପି ହେଇଗଲା ମାନେ ପଜିଟିଭ ପଜିଟିଭ ହେଇଯିବେ, ନେଗେଟିଭ ନେଗେଟିଭ ହେଇଯିବେ। ତାହେଲେ କଣ ହେଇଯିବ? ନିହାତି ସ୍ଫଟିକଟି ଆମର ଭାଙ୍ଗିଯିବ। ଯେତେବେଳେ ଗଳନାଙ୍କ ଏବଂ ସ୍ଫୁଟନାଙ୍କ କଥା ଦେଖିବା, ଆୟନିକ ଯୌଗିକର ଗଳନାଙ୍କ ଏବଂ ସ୍ଫୁଟନାଙ୍କ ବହୁତ ଅଧିକ। କାରଣ କଣ? ଯେହେତୁ ତାଙ୍କ ମଧ୍ୟରେ ବିଦ୍ୟୁତ ଆକର୍ଷଣ ବଳଟା ଅଧିକ ରହିଲା, ନିହାତି ତାଙ୍କୁ ଭାଙ୍ଗିବା ପାଇଁ ବହୁତ ଶକ୍ତି ଆବଶ୍ୟକ ହବ। ଯିଏ ଶକ୍ତି ଆବଶ୍ୟକ କରେ ତାର ଗଳନାଙ୍କ ଏବଂ ସ୍ଫୁଟନାଙ୍କ ଅଧିକ। ସେଥିପାଇଁ ସୋଡିୟମ କ୍ଲୋରାଇଡ ର ଏକ୍ସାମ୍ପଲ ନେଲେ ଯେତେବେଳେ ଆମେ ସୋଡିୟମ କ୍ଲୋରାଇଡ ର ଗଳନାଙ୍କ ଏବଂ ସ୍ଫୁଟନାଙ୍କ ମଧ୍ୟ ଅଧିକ, ଯାହାର ଗଳନାଙ୍କ ହଉଛି 1074 କେଲଭିନ। ବୁଝିଗଲା ତାହେଲେ ଡିଟେଲ ଭାବରେ। ଏବେ ଆମେ ପଢିବା ଆଉ ଗୋଟିଏ ଧର୍ମ ଯାହାର ନାମ ହେଉଛି ଦ୍ରବଣୀୟତା। ଅଧିକାଂଶ ଆୟନିକ ଯୌଗିକ ଜଳରେ ଦ୍ରବଣୀୟ। କିରୋସିନ, ପେଟ୍ରୋଲ, ବେଞ୍ଜିନ ଇତ୍ୟାଦି ଜୈବିକ ଦ୍ରାବକରେ ସେଗୁଡିକ ଅଦ୍ରବଣୀୟ। କାରଣ ଜଳ ହେଉଛି ଗୋଟିଏ ପୋଲାର ବା ଧ୍ରୁବୀୟ ଦ୍ରାବକ ହୋଇଥିବାରୁ ଆୟନ ଗୁଡିକ ପୃଥକ କରି ସେ ଦ୍ରବୀଭୂତ କରିପାରେ ନାହିଁ। ସେଥିପାଇଁ ସେ କଣ ନା ଜଳରେ ସାଧାରଣତଃ ଜଳଟା ପୋଲାର ହେଇଥିବାରୁ ଏଥିରେ ଆୟନିକ ଯୌଗିକ ଗୁଡିକ ଦ୍ରବୀଭୂତ ହୋଇଯାଉଛି। କଠିନ ଅବସ୍ଥାରେ ଆୟନିକ ଯୌଗିକ ଗୁଡିକ ବିଦ୍ୟୁତ ପରିବହନ କରନ୍ତି ନାହିଁ। କାରଣ କଣ? ଦୃଢ ଗଠନ ଯୋଗୁଁ କଠିନ ସ୍ଫଟିକ ମଧ୍ୟରେ ଆୟନ ଗୁଡିକ ଗତି କରନ୍ତି ନାହିଁ। ଗତି ନ କଲେ ସେ କେମିତି ବିଦ୍ୟୁତ ପରିବହନ କରିବେ? ସେଥିପାଇଁ ବିଦ୍ୟୁତ ପରିବହନ ହୁଏ ନାହିଁ। କିନ୍ତୁ ଜଳୀୟ ଦ୍ରବଣ କିମ୍ବା ତରଳ ଅବସ୍ଥାରେ ଏମାନେ ବିଦ୍ୟୁତ ପରିବହନ କରନ୍ତି। କାରଣ କଣ? ଏମାନେ ଯେତେବେଳେ ତରଳିବା ପରେ ତାପ ଶକ୍ତି ଯୋଗୁଁ ସେ କଣ କରିବେ? ଆୟନ ଗୁଡିକ ମଧ୍ୟରେ ଆକର୍ଷଣ ବଳଟା ଶିଥିଳ ରହିବ। ଫଳରେ କଣ ହବ? ମୁକ୍ତ ଯୋଉ ଆୟନ ଗୁଡିକ ସେମାନେ ବିଦ୍ୟୁତ ଗ୍ରହଣ କରିବେ ଏବଂ ପରସ୍ପର ଏବଂ ସେମାନେ ଇଲେକ୍ଟ୍ରୋଡ ଆଡକୁ ଗତି କରିବେ। ସେଇଥିରୁ ଆମର କଣ? ବିଦ୍ୟୁତ ସ୍ରୋତଟା ପ୍ରବାହିତ ହୋଇଥାଏ। ତାହେଲେ ଜଳୀୟ ଦ୍ରବଣ ହେଲେ ପ୍ରବାହିତ ହବ, ନହେଲେ ନାହିଁ ହବ ନାହିଁ। ଏବେ ଆମେ ତାହେଲେ ଧାତୁର ଉପସ୍ଥିତି ଏବଂ ଧାତୁ ନିଷ୍କାସନ କଥା ପଢିବା। ଆମେ ଜାଣିଛେ ପୃଥିବୀର ଭୂତ୍ୱକରେ ଧାତୁ ଗୁଡିକ ସାଧାରଣତଃ ମୁକ୍ତ କିମ୍ବା ଯୌଗିକ ଅବସ୍ଥାରେ ମିଳିଥାନ୍ତି। ତ ଆମେ ଦେଖିବା ଖଣିଜ କଣ? ପୃଥିବୀର ଭୂତ୍ୱକରେ ପ୍ରାକୃତିକ ଭାବେ ମିଳୁଥିବା ମୌଳିକ ବା ଯୌଗିକ ପଦାର୍ଥକୁ ଆମେ ଖଣିଜ ବୋଲି କହିବା। ତାହେଲେ ଆମର ପୃଥିବୀର ଭୂତ୍ୱକ ତ କଣ ଆପଣ ମାନେ ଜାଣିଥିବେ, ଜିଓଗ୍ରାଫିରେ ପଢିଥିବେ। ଆମର ଯୋଉ ଅଶ୍ମମଣ୍ଡଳ, ବାୟୁମଣ୍ଡଳ ସେ ସବୁ ଚାପ୍ଟରରେ ଆମର ଭୂତ୍ୱକ କଥା ଅଛି। ଭୂତ୍ୱକ କହିଲେ ମାଟିର ତଳେ। ତ ପ୍ରାକୃତିକ ଭାବରେ ଯୋଉ ମୌଳିକ ବା ଯୌଗିକ ପଦାର୍ଥ ମିଳେ ତାହାକୁ ଆମେ ଖଣିଜ ବୋଲି କହିବା। ଯେମିତି କି ଏକ୍ସାମ୍ପଲ ବକ୍ସାଇଟ, ହେମାଟାଇଟ, ମାଲାକାଇଟ ଏସବୁ ହଉଛି ଗୋଟିଏ ଗୋଟିଏ ଖଣିଜ। ତାପରେ ଆସିଲା ଧାତୁ ପିଣ୍ଡ। କଣ? ଯୋଉ ଖଣିଜରେ କୌଣସି ଧାତୁ ଅଧିକ ପରିମାଣରେ ଥାଏ ଏବଂ ସେଥିରୁ ସହଜରେ ଲାଭଜନକ ଭାବେ ଧାତୁକୁ ନିଷ୍କାସନ କରାଯାଇ ପାରିବ ତାହାକୁ ଆମେ ଧାତୁ ପିଣ୍ଡ ବୋଲି କହିବା। ବକ୍ସାଇଟ ହଉ, ହେମାଟାଇଟ ହଉ, ମାଲାଟାଇଟ ହଉ, ମାଲାକାଇଟ ହଉ, ଏସବୁ କଣ ହଉଛି? ଗୋଟିଏ ଗୋଟିଏ ଖଣିଜ। କିନ୍ତୁ ଖଣିଜରୁ ଆମର କଣ? ଖଣିଜ ପିଣ୍ଡ ମିଳିଥାଏ। ତାହେଲେ ଗୋଟିଏ ଖଣିଜରେ ବିଭିନ୍ନ ପ୍ରକାରର ଧାତୁ ଥାନ୍ତି। ଯୋଉ ଧାତୁଟା ଅଧିକ ପରିମାଣରେ ଥିବ ଏବଂ ସେଥିରୁ ସହଜରେ ଲାଭ ଭାବରେ ବାହାର କରାଯାଇ ପାରିବ ସେଇଟାକୁ ଆମେ କଣ କହିବା? ଧାତୁ ପିଣ୍ଡ କହିବା। ଯେମିତି କି ଆମର ବକ୍ସାଇଟ ରୁ ଆଲୁମିନିୟମ ବାହାରୁଛି, ହେମାଟାଇଟ ରୁ ଲୁହା ବାହାରୁଛି, ଜିଙ୍କ ପ୍ଲେଟ ରୁ ଜିଙ୍କ ବାହାର କରାଯାଉଛି। ତାହେଲେ ବକ୍ସାଇଟ, ହେମାଟାଇଟ, ଜିଙ୍କ ପ୍ଲେଟ ଏସବୁ ହଉଛି ଗୋଟିଏ ଗୋଟିଏ ଖଣିଜ। କିନ୍ତୁ ଆଲୁମିନିୟମ ହଉ, ଲୁହା ହଉ, ଜିଙ୍କ ହଉ ଏସବୁ ହଉଛି ଗୋଟିଏ ଗୋଟିଏ ଧାତୁ ପିଣ୍ଡ। ବୁଝିଲା ତାହେଲେ? ଏବେ ଆମେ ଦେଖିବା ଧାତୁକୁ କେମିତି ନିଷ୍କାସନ କରିବା। ଧାତୁ ଗୁଡିକ ସେମାନଙ୍କର ପ୍ରତିକ୍ରିୟାଶୀଳତା ଅନୁସାରେ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ। ପ୍ରଥମେ ଆମେ ଦେଖିବା କମ ପ୍ରତିକ୍ରିୟାଶୀଳ ଧାତୁ, ଯୋଉଗୁଡାକ ଆମର ଯେତେବେଳେ ମୁଁ ଆପଣମାନଙ୍କୁ ପଢାଇଥିଲି ଗୋଟିଏ ସିରିଜ ଲେଖିଥିଲି। ତ ସବୁଠାରୁ କମ ପ୍ରତିକ୍ରିୟାଶୀଳ ଧାତୁରେ ଆମର କିଏ ଯିବେ? ସୁନା ଏବଂ ରୂପା ଯିବେ। ଏମାନେ ସାଧାରଣତଃ ମୁକ୍ତ ଭାବରେ ମିଳିଥାନ୍ତି ଭୂତ୍ୱକରେ। କପର, ରୂପା, ସଲଫାଇଡ ଏବଂ ଅକ୍ସାଇଡ ରୂପରେ ମିଳେ। ଏହାକୁ ସାଧାରଣତଃ ବିଜାରଣ ବା ସରଳ ଉତ୍ତାପନ ମାଧ୍ୟମରେ ଆମେ ଅଲଗା କରିପାରିବା ବା ଧାତୁକୁ ଆମେ ବାହାର କରିପାରିବା। ସେମିତି ମଧ୍ୟମ ପ୍ରତିକ୍ରିୟାଶୀଳ ଧାତୁରେ କିଏ କିଏ ଯିବେ? ଆମର ଜିଙ୍କ, ଲୁହା, ସୀସା ଏବଂ କପର।
ଏମାନେ ସାଧାରଣତଃ ଅକ୍ସାଇଡ, ସଲଫାଇଡ, କାର୍ବୋନେଟ ଇତ୍ୟାଦି ରୂପରେ ମିଳନ୍ତି। ଏମାନଙ୍କୁ କାର୍ବନ ଦ୍ୱାରା ବିଜାରଣ କରିକି ଆମେ ବାହାର କରିପାରିବା ଧାତୁକୁ। ସେମିତିକି ଅଧିକ ପ୍ରତିକ୍ରିୟାଶୀଳ ଧାତୁରେ କିଏ କିଏ ଯିବେ? ପଟାସିୟମ, ସୋଡିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଆଲୁମିନିୟମ ଏମାନେ ମୁକ୍ତ ଅବସ୍ଥାରେ ମିଳନ୍ତି ନାହିଁ, ଯୌଗିକ ଅବସ୍ଥାରେ ମିଳନ୍ତି। କାରଣ ଏମାନେ ଯେହେତୁ ଅଧିକ ପ୍ରତିକ୍ରିୟାଶୀଳ, ଏମାନେ ବାୟୁ, ଜଳ ଏବଂ ଅନ୍ୟ ପଦାର୍ଥ ସହିତ ତୁରନ୍ତ ପ୍ରତିକ୍ରିୟା କରନ୍ତି ଏବଂ କିଛି ଯୌଗିକ ସୃଷ୍ଟି କରିଥାନ୍ତି। ବିଦ୍ୟୁତ ବିଶ୍ଳେଷଣ ସାହାଯ୍ୟରେ ଏହାକୁ ଆମେ ନିଷ୍କାସନ କରିପାରିବା। ଆମେ ତାହେଲେ ଡିଟେଲରେ ପଢିବା ଯୋଉମାନେ କମ ପ୍ରତିକ୍ରିୟାଶୀଳ ତାକୁ କେମିତି ନିଷ୍କାସନ କରିବା, ମଧ୍ୟମ ପ୍ରତିକ୍ରିୟାଶୀଳ ଧାତୁ ଯେ ତାକୁ କେମିତି ନିଷ୍କାସନ କରିବା, ଅଧିକ ପ୍ରତିକ୍ରିୟାଶୀଳ ଧାତୁ ଯେ ତାକୁ କେମିତି ତାହେଲେ ଆମେ ନିଷ୍କାସନ କରିବା ତାହାକୁ ଆମେ ପଢିବା। ଦେଖିବା ଆମେ ଧାତୁ ପିଣ୍ଡର ସମୃଦ୍ଧି କଣ। ଗୋଟିଏ ଶବ୍ଦ ହଉଛି ଗ୍ୟାଙ୍ଗ, ଯୋଉଟା ଆମର ପରୀକ୍ଷାରେ ମଧ୍ୟ କ୍ୱେଶ୍ଚିନ୍ ପଚାରେ। ତ ଖଣିରୁ ଯୋଉ ଆମର ଧାତୁ ପିଣ୍ଡ ମିଳୁଛି ତା ସହିତ ଜାଣିଛେ ବାଲି, ମାଟି, ବାଲି, ଗୋଡି, ପଥର ଏସବୁ ଇତ୍ୟାଦି ଅପଦ୍ରବ ମିଶିଥାଏ। ତ ଏଇ ଯୋଉ ଅପଦ୍ରବ ଗୁଡିକୁ ଆମେ ଗ୍ୟାଙ୍ଗ କିମ୍ବା ମ୍ୟାଟ୍ରିକ୍ସ ମଧ୍ୟ କହିବା। ଧାତୁ ନିଷ୍କାସନ କରିବା ପୂର୍ବରୁ ପ୍ରଥମେ କଣ କରାହବ? ଧାତୁ ପିଣ୍ଡରୁ ଗ୍ୟାଙ୍ଗକୁ ଅଲଗା କରାହବ ବା ଯାହାକୁ ଆମେ କହିବା ଧାତୁ ପିଣ୍ଡର ସମୃଦ୍ଧିକରଣ। ଆମର କଣ ମିଳିଥିବ? ଯେତେବେଳେ ଧାତୁଟା ଆମେ ବାହାର କରିବାର ଥିବ, ପ୍ରଥମେ ଖଣିଜ ମିଳିବ। ଖଣିଜରୁ ଆମର କଣ କରାହବ? ଖଣିଜ ସହିତ ସବୁ ମିଶିକି ଥିବ ଅପଦ୍ରବ। ତ ଅପଦ୍ରବଟା ଯୋଉ ଅଲଗା କରାହବ ଧାତୁ ପିଣ୍ଡରୁ ତାହାକୁ ଆମେ କହିବା ସମୃଦ୍ଧିକରଣ। ଗ୍ୟାଙ୍ଗ ଓ ଧାତୁ ପିଣ୍ଡର ଭୌତିକ ଏବଂ ରାସାୟନିକ ଧର୍ମର ପାର୍ଥକ୍ୟ ଅନୁସାରେ ତାହାକୁ ଆମେ ଅଲଗା କରାଯାଇଥାଏ। ଏବେ ଆମେ ଦେଖିବା କେମିତି ଧାତୁ ଗୁଡିକ ନିଷ୍କାସନ କରାଯାଉଛି। ତ ପ୍ରଥମେ ଦେଇଛି ନିମ୍ନରେ ଥିବା ଧାତୁ ଗୁଡିକୁ କେମିତି ନିଷ୍କାସନ କରାହବ। ଧାତୁର ନିମ୍ନରେ ଯୋଉମାନେ ଥିବେ ଏମାନେ ହଉଛନ୍ତି ଅପ୍ରତିକ୍ରିୟାଶୀଳ, ଅର୍ଥାତ୍ କାହା ସହିତ ସେମିତି ରାସାୟନିକ ପ୍ରତିକ୍ରିୟା କରନ୍ତି ନାହିଁ। ତ ଏମାନେ କେମିତି ମିଳନ୍ତି? ଅକ୍ସାଇଡ ରୂପରେ ମିଳନ୍ତି। ଏହାକୁ ଉତ୍ତପ୍ତ ବା ଗରମ କରି ଏହାକୁ ଧାତୁରେ ପରିଣତ କରାଯାଇଥାଏ। ଯେମିତି ହଉଛି ଆମର ଏକ୍ସାମ୍ପଲ ପାରଦ ବା ମର୍କୁରୀ। ମନେ ରଖିବେ, ପାରଦର ଯୋଉ ଧାତୁ ପିଣ୍ଡ ମିଳେ ତାହାର ନାଁ ହଉଛି ସିନାବାର। ପ୍ରଥମେ କରାହବ ରୋଷ୍ଟିଂ। ବାୟୁରେ ଯେତେବେଳେ ଆମେ ପାରଦକୁ ବା ବାୟୁରେ ଯେତେବେଳେ ଆମେ ଗରମ କରିବା, ପ୍ରଥମେ ମର୍କୁରିକ ଅକ୍ସାଇଡ ବା HCO ରେ ପରିଣତ ହବ। ଦେଖନ୍ତୁ ଏଠି କଣ କରାହେଇଛି? ବାୟୁରେ ଆମର ଏଠି ତୀର ଚିହ୍ନ ଦେବାକୁ ହୋଇଯାଇଛି। ବାୟୁର ଉପସ୍ଥିତିରେ ତାକୁ କଣ କରାହେଇଛି? ଗରମ କରାହେଇଛି। ଏଇ ଡେଲ ର ଚିହ୍ନ ହଉଛି ତାପ ପ୍ରୟୋଗ କରାହେଇଛି। ଆମର ବାହାରିଛି କଣ? HGO ଯୋଉ ଆମର ବାହାରିଛି। ଏଇ ଯୋଉ ମର୍କୁରିକ ଅକ୍ସାଇଡ ବାହାରିଲା ତାକୁ ଯେତେବେଳେ ଆମେ ଅଧିକ ତାପ ପ୍ରୟୋଗ କରିବା, ସେ କଣ ହବ? ବିଘଟିତ ହେଇକିନା ଆମର ପାରଦରେ ମିଳିବ। ଜାଣି ହେଲା, ଏଇଟା ହଉଛି ଆମର ସିନାବାର। ତ ଆମେ କଣ ଜାଣିଲେ? ଯୋଉମାନେ ନିମ୍ନରେ ଅଛନ୍ତି ସେମାନେ ସାଧାରଣତଃ ଅକ୍ସାଇଡ ଫର୍ମ ରେ ଥାନ୍ତି। ସେ ଅକ୍ସାଇଡକୁ ଆମେ ଯେତେବେଳେ ତାପ ପ୍ରୟୋଗ କରିବା, ତାପ ପ୍ରୟୋଗ କରିବା ପରେ ସେ କଣ ହବ? ଆମର ଧାତୁଟା ମିଳିବ। ତ ଯେତେବେଳେ ଆମେ ସିନାବାର କଥା ନବା, ସିନାବାର କହିଲେ HGS, ତାକୁ ଯେତେବେଳେ ଆମର ବାୟୁରେ ଗରମ କରିଦିଆହବ, ଗରମ କରିସାରିଲା ପରେ ସେଟାରୁ ଅକ୍ସାଇଡ ଆମେ ପାଇବା। ସେ ଅକ୍ସାଇଡକୁ ଆମେ ତାପରେ ତାପ ପ୍ରୟୋଗ କଲେ ତାହା ବିଖଣ୍ଡିତ ହୋଇକି ତରଳ ପାରଦ ମିଳିଥାଏ। ଏଇଟା ହଉଛି ନିମ୍ନରେ ଯୋଉ ଅଛି। ସେମିତି କପର ଗୋଟେ ମୁଖ୍ୟ ଧାତୁ ପିଣ୍ଡ ହଉଛି କପର ଗ୍ଲାସ, Cu2S। ଏହାକୁ ମଧ୍ୟ ଆମେ ମନେ ରଖିବ ତୁମେ। କପର ଗ୍ଲାସ ରୁ ତମ୍ବାକୁ ଭର୍ଷଣ କରିବା ପାଇଁ ଆମେ ତମ୍ବାକୁ ଭର୍ଜନ କିମ୍ବା ସ୍ୱତଃ ବିଜାରଣ ଦ୍ୱାରା ଆମର ନିଷ୍କାସନ କରିଥାଏ। ଭର୍ଜନ କହିଲେ ରୋଷ୍ଟିଂ, ବୁଝିଲ? ରୋଷ୍ଟିଂ ଆଉ ଗୋଟେ ହଉଛି ଅଟୋ ରିଡକ୍ସନ। ତ କପର ସଲଫାଇଡ କୁ ପ୍ରଥମେ ବାୟୁରେ ଗରମ କରାହେଇଛି। ସେଇଥିରୁ ଆମର ମିଳିବ କପର ଅକ୍ସାଇଡ। ଦେଖନ୍ତୁ କପର ସଲଫାଇଡ ଅକ୍ସିଜେନ ସହିତ ବା ବାୟୁ ଜଳା ହେଇଛି, ତାକୁ ପ୍ରୟୋଗ କରିଛି। ସେ ଅକ୍ସିଜେନ ସହିତ ରାସାୟନିକ ପ୍ରତିକ୍ରିୟା କରିକି ଆମର ଦେଇଛି କପର ଅକ୍ସାଇଡ। ଏଇ ଯୋଉ କପର ଅକ୍ସାଇଡ ବାହାରିଲା Cu2O, ଏଇ କପର ଅକ୍ସାଇଡ କୁ କଣ କରାହବ? ଅଧିକ ତାପ ପ୍ରୟୋଗ କରାହେଲା। ଅଧିକ ତାପ ପ୍ରୟୋଗ କରାହେଇଛି ଏବଂ Cu2S ସହିତ ଯେତେବେଳେ ସେ ପ୍ରତିକ୍ରିୟା କରିଛି ଆମର କପର ମିଳିଛି। ଏଇଟା ହଉଛି ଆମର ସ୍ୱତଃ ବିଜାରଣ। ତ କପର ପାଇବା ପାଇଁ ପ୍ରଥମେ ରୋଷ୍ଟିଂ କରାହବ, ତାପରେ ଅଟୋ ରିଡକ୍ସନ କରାହବ। ଜାଣି ହେଲା ତାହେଲେ। ଏବେ ଆମେ ପଢିବା ମଧ୍ୟମ କ୍ରମର ସକ୍ରିୟ ଧାତୁ ନିଷ୍କାସନ। ଜାଣି ହେଲା। ପ୍ରଥମେ ଆମେ ଦେଖିଲେ କଣ? ଯେତେବେଳେ ଯୋଉମାନେ ନିମ୍ନ ଭାଗରେ ରହିଲେ ସେମାନେ ବହୁତ କମ ପ୍ରତିକ୍ରିୟାଶୀଳ, ସେଥିପାଇଁ ସେମାନେ ଅକ୍ସାଇଡ ରୂପରେ ମିଳିଥାନ୍ତି। ତାଙ୍କୁ ସାଧାରଣତଃ ତାପ ପ୍ରୟୋଗ କରିଦେଲେ ସେଗୁଡିକ ଅଲଗା ହେଇଯାନ୍ତି। କିନ୍ତୁ ଯୋଉମାନେ ମଧ୍ୟମ କ୍ରମର ଧାତୁ ନିଷ୍କାସନ କେମିତି କରିବା? ସକ୍ରିୟତା ଅନୁକ୍ରମର ମଧ୍ୟ ଭାଗରେ ଯିଏ ଅଛି, ଯେମିତି କି ଜିଙ୍କ, ଲୁହା, ସୀସା, କପର,
ये सब सल्फाइड एवं कार्बोनेट रूप में मिलता जी सल्फाइड रूप में मिल गोटे प्रकार अलग कराहब कार्बोनेट जी मिल अलग प्रोसेस आमर धातुटा मिल यही धातुपिंड को प्रथम आम कौन करवा जो सल्फाइड थी कि कार्बोनेट थी प्रथम ऑक्साइड रे परिणत कराहब कारण कौन ऑक्साइड आम सहजरे धातुटा मिल पार प्रथम धातुपिंड को आम ऑक्साइड रे परिणत कर एटार दीटा पद्धति थाए प्रथम आम पढ़ा रोस्टिंग कथा सल्फाइड धातुपिंड को प्रचुर परिमाण रे वायुर उपस्थिति रे उच्च तापमात्रा रे गरम करी आम धातव ऑक्साइड रे परिणत करने प्रक्रिया को रोस्टिंग कहते रोस्टिंग कौन प्रचुर परिमाण रे वायु ता सहित उच्च तापमात्रा देखु जिते जिंक सल्फाइड नियाई अधिक तापमात्रा दिखाई अधिक तापमात्रा सहित अधिक वायु जो प्रयोग कर जिंक ऑक्साइड बाहर कौन सल्फाइड जो जानीला सल्फाइड रु आम ऑक्साइड पाइबा जो पद्धति हूँ रोस्टिंग अर्थात सल्फाइड धातुपिंड को आम प्रचुर परिमाण रे वायु ता सहित अधिक तापमात्रा प्रयोग करके ऑक्साइड रे परिणत करने प्रक्रिया को आम कहवा रोस्टिंग ये मध्यम क्रम सहित सल्फाइड आकार देखा कार्बोनेट कथा कार्बोनेट धातुपिंड को कौन कराहब सीमित वायु किंबा वायु अनुपस्थिति किंतु उच्च तापमात्रा डिफरेन्स जानीपारे ये बहुत वायु दिया किंतु सीमित वायु प्रवाह एवं उच्च तापमात्रा रे गरम कर ऑक्साइड रे परिणत करने प्रक्रिया को कैल्सिनेशन बुझेगा कैल्सिनेशन रे किया आसीबो जे कार्बोनेट रे आम कन्वर्ट करवा जो प्रोसेस रे से होची कैल्सिनेशन देखो जिंक कार्बोनेट रो जिंक ऑक्साइड आम पाइबा अवलंबन कले को पद्धति कैल्सिनेशन कारण ये कौन कार्बोनेट अच्छे जिंक सल्फाइड था ऑक्साइड पाइबा करते कौन रोस्टिंग एबे हमर जिंक ऑक्साइड मिलगला जिंक ऑक्साइड बा धातव ऑक्साइड मिलला परे एहा कोक करी विचारक द्वारा विचारित करी हमर धातु को पाइबा देखंतु जिंक ऑक्साइड साधारणतः कोक सहित विचारण कर जिंक मिली एवं कार्बन ऑक्साइड से मोनोक्साइड अलग हो जानी जिंक ऑक्साइड को आम कार्बन विचारक द्वारा विचारित करके धातुटा पाइपर मध्यम सक्रियता क्रम मध्य भाग जो मैंने रहिले दीटा फर्म मिले गोटे हूँ सल्फाइड आ गोटे हूँ कार्बोनेट सल्फाइड फर्म रे जी थी आम कौन करवा रोस्टिंग प्रणाली करवा अर्थात अधिक वायु प्रवाह सहित अधिक उच्च तापमात्रा एवं कैल्सिनेशन कौन जी कार्बोनेट रूप में ऑक्साइड पाइबा आम कैल्सिनेशन प्रक्रिया अवलंबन करवा जो सीमित वायु प्रवाह सहित उच्च तापमात्रा प्रयोग करवा जिते ऑक्साइड फर्म को आसो भारी आम कौन करना कोक भाया विचार कले हम विचारित करके धातु को पाइबा आम देखिबा विस्थापन प्रक्रिया द्वारा केमती विचारण होची केतेक धातु को कार्बन द्वारा विचारण करने कष्टकर होता है सेथिपाई अधिक प्रतिक्रियाशील धातु जमती कि सोडियम कैल्शियम एल्युमिनियम को विचारक भाव व्यवहार कर धातु गुड़िक कौन करेंगे कम प्रतिक्रियाशील धातु को तार यौगिक को विस्थापित करते पूर्व पढ़ी जी अधिक प्रतिक्रियाशील से कौन कर कम प्रतिक्रियाशील धातु को तार यौगिक विस्थापित कर सहित मिश्र जमीक मांगानीज ऑक्साइड जो मांगानीज ऑक्साइड हम तो एल्युमिनियम सहित रासायनिक प्रतिक्रिया कले एल्युमिनियम कौन कर मांगानीज को विस्थापित करदेव ऑक्सीजन ऑक्साइड सहित मिशीज एल्युमिनियम ऑक्साइड हो जाए तो ये मांगानीज आम अलग गला माने मांगानीज कम प्रतिक्रियाशील क्या एल्युमिनियम ठार तो अधिक प्रतिक्रियाशील धातु नहीं आमर विस्थापन प्रक्रिया करके विचारण कर गोटे आसला थर्मिट पद्धति बहुत इम्पोर्टाट परीक्षार पकाई तो एल्युमिनियम द्वारा धातव ऑक्साइड विचारण जो बहुत परिमाण में ताप उत्पन्न होता है ये पद्धति को आम थर्मिट प्रतिक्रिया कहवा तो एल्युमिनियम जो कौन कर फेरिक ऑक्साइड को एल्युमिनियम सहित रासायनिक प्रतिक्रिया करा हुए ये गोटे एल्युमिनियम ऑक्साइड मिल सहित आमर आयरन टा अलग हो जो एल्युमिनियम ऑक्साइड यहाँ कौन अधिक ताप सहित मिलूँ तो ये एल्युमिनियम ऑक्साइड को आमर रेल धारणा भंगा अंश जोड़े ट्रेन लाइन जो ट्रैक जाए तो कौटी भांगा भूखिले जोड़े व्यवहार होता है भारी जंत्र भंगांश को मरामती कर जो AL2O3 को व्यवहार कर थर्मिट प्रतिक्रिया थर्मिट पद्धति जानी एबे आमे पढ़िबा शीर्ष रे जो मान असंगीता मान अधिक प्रतिक्रियाशील धातु
पोटासियम सोडियम कैल्शियम मैग्नेशियम एल्युमिनियम अत्यंत प्रतिक्रियाशील तेणु यही धातु गुड़िक साधारणतः विजारण पद्धति कार्बन विजारण द्वारा निष्कासन कौन कराहब यही धातु गुड़िक अम्लजान प्रति आकर्षण कार्बन अपेक्षा अधिक थिबो सेथिपाई कार्बन सेमानकर ऑक्साइड को अम्लजान को अलगा करिपरिबो नाही तेणु एमानकु कौन कराहब वैद्युतिक विश्लेषण बा इलेक्ट्रोलाइटिक रिडक्शन माध्यम निष्कासन कराहब ଜାଣିହେଲା ଆମେ ସାଧାରଣତଃ କାର୍ବନ କୁ ବିଜାରଣ ରୂପରେ ନେଉଥିଲେ ସେ ବିଜାରିତ କରୁଥିଲା କିନ୍ତୁ ଏଠି ଅକ୍ସିଜେନ ସହିତ ସେମାନେ ଅଧିକ ପ୍ରତିକ୍ରିୟାଶୀଳ ହେଇଥିବାରୁ ବା କାର୍ବନ ଅପେକ୍ଷା ଅକ୍ସିଜେନ ପ୍ରତି ଆକର୍ଷଣ ଅଧିକ ଥିବାରୁ କାର୍ବନ ସେମାନଙ୍କ ଅକ୍ସାଇଡରୁ ଅମ୍ଳଜାନକୁ ଅଲଗା କରିପାରେ ନାହିଁ ଜାଣିହେଲା ତାହେଲେ ଏବେ ଆମେ ଦେଖିବା ସୋଡିୟମ କେମିତି ନିଷ୍କାସନ କରାଯାଉଛି ଗୋଟିଏ ତରଳ ସୋଡିୟମ କ୍ଲୋରାଇଡ ଯେତେବେଳେ ନିଆହେଇଥିବ ତାକୁ କଣ କରାହେବ ବୈଦ୍ୟୁତିକ ବିଶ୍ଳେଷଣ କରାହେବ ଗୋଟିଏ ଥିବ କ୍ୟାଥୋଡ କ୍ୟାଥୋଡ ଠାରେ सोडियम आयन इलेक्ट्रॉन ग्रहण करके सोडियम धातु परिणत हम देखु Na+ इलेक्ट्रॉन ग्रहण कर सोडियम परिणत धातुटा आम कैथोड ठारे जमा हम एनोड रे कौन हम क्लोराइड आयन इलेक्ट्रॉन त्याग कर इलेक्ट्रॉन त्याग करना क्लोरीन गैस सृष्टि कर देखते क्लोराइड आयन निया क्लोराइड आयन इलेक्ट्रॉन को त्याग कर एवं सेठारे फ्लोरीन गैस एटा हमर एनोड ठारे जमा हुआ एभली विद्युत विश्लेषण करिया द्वारा हमें कैथोड एवं एनोड रे जमा करिके धातु को हमें पाई परबा एबे हमें पढ़िबा धातुर परिष्करण कथा विजारण प्रक्रिया ने मिलुथुवा धातु गुड़िक विशुद्ध नुह तो अशुद्ध धातु को शुद्ध करिया हमर वैद्युतिक विश्लेषण परिष्करण बा इलेक्ट्रोलाइटिक डिफाइनिंग पद्धति अवलंबन कपर जिंक टिन निकेल रूपा सुना ये सब को आम पाइबा साधारणतः वैद्युतिक विश्लेषण कराई आम गोटे तुम कम अच्छी देखिए पढ़ी पारे जिते आम तंबार विद्युत विश्लेषण कराई वैद्युतिक विश्लेषण कराई एनोड रे कौन नि गोटे अशुद्ध तंबार मोटा पात एनोड रे नि कैथोड आम विशुद्ध तंबार गोटे सरू पात जिते विद्युत विश्लेषण कराई माने से जो माने जार मध्य आमर कौन दिखाई कपर सल्फेट दिखाई कपर सल्फेट देला विद्युत प्रवाहित कराहब से कौन करना एनोड रो जो आमर एनोड रे कौन अच्छी अशुद्ध तंबा अच्छी कैथोड अच्छी शुद्ध तंबाटा स्वरूपातटा तो एनोड रो जो अशुद्ध तंबा द्रवण रे मिसी सारा जेतिकी परिमाण रे आमर एनोड रे मिसिबो सेतिकी परिमाण रे विशुद्ध तंबाटा आमर द्रवण कौन हम कैथोड उपर जमा हम कैथोड आम कौन करवा तंबाटा पाइबा किंतु एनोड रो तले किछि कर्दम बा अपद्रव गुड़िक एनोड तले बसी था जहाँ आम एनोड रो कर्दम देखा चित्र करदे मनकर ये आमर दीटा जिनस ने दीटा तंबार पात्र ने गोटे हूँ अशुद्ध आ गोटे हूँ विशुद्ध अशुद्ध जोटा आम ने एनोड रे बुझेगा या ने कैथोड रे जानिला शुद्धटा हो तो यही एनोड रु कौन हम जी परिमाण मनकर जल द्रवीभूत है जी परिमाण जल द्रवीभूत हम तो ये कौन कर परिमाण या मध्य बसीज जानिला एटा कौन शुद्ध तंबाटा आम ये पाई किंतु या तले केते गुड़िया कर्दम भाया जमी तो ये हूँ आमर कौन एनोड रो कर्दम बोली आम जानिला ताहले तो एनोड रु जो आम विद्युत प्रवाहित करवा एनोड रु अशुद्ध तंबाटा द्रवण में मिसीज मिसिकिना ये कौन जी परिमाण में मिसब शुद्ध एति परिमाण में जमा हम जो आम तंबाटा पाइबा कौटी जमा हम कैथोड तले से जमा हम माने जो शुद्ध तंबार स्वरूपात नहीं तले जमा हम आम कैथोड रे या तले गोटे अपद्रव गोटे बसीज ये हूँ एनोड रो कर्दम एबे आम पढ़िबा संक्षारण कण संक्षारण जार इंग्लिश हूँ फरोज वायुमंडल रे थिबा अम्लजान जलीय बाष्प अंगारकाम्ल बा अन्य गैस संस्पर्श रे आसिक धातुटा धीरे धीरे क्षय होता है जोटा को आम संक्षारण बोली कहवा एग्जांपल देले आपण जानि पारिबे आमे रूपा सब बेले पाउच व्यवहार करछे मोदी व्यवहार करछे देखिथिबे किछि दिन पिंधला परे धीरे धीरे से ताहा कला रंग पड़ जाय तो रूपा कौन करे वायु रे थिबा सल्फर यौगिक सहित प्रतिक्रिया करी कला पड़ जाय तो सिल्वर सल्फाइड रो गोटे आस्तरण सृष्टि करिवो देखंतु एजी रूपा वायु रे थिबा सल्फर सहित रासायनिक प्रतिक्रिया करी सिल्वर सल्फाइड सृष्टि करिवो जार रंग होछि कला रंग
ସେଥିପାଇଁ ପାଉଁଜି ମୋତି କିଛି ଦିନ ରୂପାର ବ୍ୟବହାର କଲା ପରେ ତାପରେ କଳା ରଙ୍ଗ ପଠେଇଥାଏ। ସେମିତି ତମ୍ବା କଥା ନବା, ଆର୍ଦ୍ର ବାୟୁରେ ଆମେ ଜାଣିଛେ ଅମ୍ଳଜାନ ଅଛି, ଜଳୀୟବାଷ୍ପ ଅଛି, ଅଙ୍ଗାରକାମ୍ଳ ଅଛି। ତ ଅମ୍ଳଜାନ, ଜଳୀୟବାଷ୍ପ, ଅଙ୍ଗାରକାମ୍ଳ ସହିତ ମିଶି ରାସାୟନିକ ପ୍ରତିକ୍ରିୟା କରିକି ସେ ସବୁଜ ରଙ୍ଗର ଗୋଟିଏ ଆସ୍ତରଣ ସୃଷ୍ଟି କରିଥାଏ। ଦେଖିଥିବେ ଆମେ ପୂଜା କରୁଥିବା ଯୋଉ ପାତ୍ର ଧୀରେ ଧୀରେ କିଛି ଦିନ ପରେ ତାହା ସବୁଜ ରଙ୍ଗ ଦେଖାଯାଇଥାଏ। ଯୋଉଟା ଆମର ବେସିକ୍ କପର କାର୍ବୋନେଟ ଯୋଉଟା ଆମର ସୃଷ୍ଟି ହୋଇଥାଏ CuCO3 CuOH2 ଏଇଟା ଆମର ସୃଷ୍ଟି ହେବା ଯୋଗୁ ନୀଳ ଦେଖାଯାଇଥାଏ। ଦେଖନ୍ତୁ କପର ଜଳ ସହିତ, ଅଙ୍ଗାରକାମ୍ଳ ସହିତ ଏବଂ ଅକ୍ସିଜେନ ସହିତ ରାସାୟନିକ ପ୍ରତିକ୍ରିୟା କରି ଏଇଟା ଆମର ସୃଷ୍ଟି କରୁଛି। ବେସିକ୍ କପର କାର୍ବୋନେଟ ସୃଷ୍ଟି କରୁଛି ଯୋଉଟା ଆମର ଦେଖିବା ପାଇଁ ନୀଳ ରଙ୍ଗ ଦେଇଥାଏ। ଏମାନେ ସବୁ ହଉଛନ୍ତି ସଂଖ୍ୟାରଣର ଗୋଟିଏ ଗୋଟିଏ ଉଦାହରଣ। ଏବେ ଆମେ ଲୁହା କଥା ଦେଖିବା। ଲୁହା ଯେତେବେଳେ ଆର୍ଦ୍ର ବାୟୁରେ ରହିବ ସେ ବାଦାମୀ ରଙ୍ଗର ଗୋଟେ ଆସ୍ତରଣ ସୃଷ୍ଟି କରିବ ଯୋଉଟା ଆମେ ଲୁହାରେ କଳଙ୍କି ଲାଗିଲା ବୋଲି କହିଥାଉ। ଦେଖନ୍ତୁ Fe2O3H2O ଏହାର ହଉଛି ସିମ୍ବଲ। ଲୁହାରେ କଳଙ୍କି ଲାଗିବା ପାଇଁ ଅମ୍ଳଜାନ ଏବଂ ଜଳୀୟ ବାଷ୍ପ ଉଭୟର ଉପସ୍ଥିତି ଆବଶ୍ୟକ ହୋଇଥାଏ। ତାହେଲେ ଲୁହାରେ ଯୋଉ କଳଙ୍କି ଲାଗିବ ତାକୁ ଆମେ କେମିତି ପ୍ରତିରୋଧ କରିପାରିବା? ତାକୁ ରୋକିବା ପାଇଁ ଆମେ କଣ କରିବା? ରଙ୍ଗ ଦେବା କିମ୍ବା ଗ୍ରୀସ୍ ଲଗେଇବା। ଧାତୁ ପୃଷ୍ଠରେ ରଙ୍ଗ, ତେଲ କିମ୍ବା ଗ୍ରୀସ୍ ଲଗାଇବା ଦ୍ୱାରା ଏହା ବାୟୁର ଆର୍ଦ୍ରତା ସଂସ୍ପର୍ଶରେ ଆସିପାରିବ ନାହିଁ। ଏଇଭଳି ଭାବରେ ଆମେ କଳଙ୍କିରୁ ରୋକିପାରିବା। ଆଉ ଗୋଟେ ଜିନିଷ ଆସିଲା ଆମର ଗାଲଭାନାଇଜେସନ। ଗାଲଭାନାଇଜେସନ କଣ? ଲୁହା ଏବଂ ଇସ୍ପାତକୁ କଳଙ୍କିରୁ ରକ୍ଷା କରିବା ପାଇଁ ୟା ଉପରେ ଗୋଟେ ପତଳା ଜିଙ୍କ ବା ଦସ୍ତାର ଗୋଟେ ପ୍ରଲେପ ଦିଆଯାଇଥାଏ। ଜିଙ୍କ ଆସ୍ତରଣଟି ନଷ୍ଟ ହୋଇଗଲେ ମଧ୍ୟ ଏହା ଲୁହାକୁ କଳଙ୍କି ପ୍ରତିରୋଧରୁ ରକ୍ଷା କରିକି ସୁରକ୍ଷିତ ରଖିଥାଏ। ଆଉ ଗୋଟେ ଆସିଲା ଏନୋଡାଇଜିଂ ବା ମିଶ୍ର ଧାତୁର ପ୍ରସ୍ତୁତି। ଧାତୁକୁ ଅନ୍ୟ ଧାତୁ କିମ୍ବା ଅଧାତୁ ସହିତ ମିଶେଇକି ମିଶ୍ର ଧାତୁ ପ୍ରସ୍ତୁତ କଲେ ଏହାର କ୍ଷୟ ମଧ୍ୟ ରୋକାଯାଇ ପାରିବ। ଯେମିତି ହଉଛି ଆମର ଷ୍ଟେନଲେସ୍ ଷ୍ଟିଲ୍। ଏଇଭଳି ଭାବରେ ଆମେ କଣ କରିବା? ଧାତୁର କ୍ଷୟକୁ ରୋକିପାରିବା। ଏବେ ଆମେ ପଢିବା ମିଶ୍ର ଧାତୁ କଥା। ମିଶ୍ର ଧାତୁ କଣ ନା ଦୁଇ ବା ଅଧିକ ଧାତୁ କିମ୍ବା ଧାତୁ ଏବଂ ଅଧାତୁର ସମଜାତୀୟ ମିଶ୍ରଣକୁ ଆମେ ମିଶ୍ର ଧାତୁ କହିବା। ପ୍ରଥମ କଣ କରାହବ? ଗୋଟେ ଧାତୁକୁ ନିଆହବ, ତାକୁ ତରଳା ହବ। ତରଳାଇବା ପରେ ଗୋଟେ ନିର୍ଦ୍ଦିଷ୍ଟ ଅନୁପାତର ଅନ୍ୟ ମୌଳିକ ଗ୍ରନ୍ଥିରେ ଦ୍ରବୀଭୂତ କରିବା। ତାପରେ ସାଧାରଣ ତାପମାତ୍ରାରେ ତାକୁ ଥଣ୍ଡା କରାହବ। ଯେମିତି କି ଏକ୍ସାମ୍ପଲ ଗୋଟେ ଥିଲା। ଆଉ ଗୋଟେ କଥା ଆସିଲା ଆମାଲଗମ। ଆମାଲଗମ ଯଦି ମିଶ୍ର ଧାତୁଟି ଗୋଟିଏ ପାରଦ ହବ ତେବେ ତାହାକୁ ଆମେ ଆମାଲଗମ କହିବା। ତାହେଲେ ଯୋଉ ମିଶ୍ର ଧାତୁରେ ଆମର ପାରଦ ଉପସ୍ଥିତ ଥିବ ତାର ନାଁ ହଉଛି ଆମାଲଗମ। ମିଶ୍ର ଧାତୁଟି ବିଦ୍ୟୁତ ପରିବାହିତା ଏବଂ ଗଳନାଙ୍କ ଶୁଦ୍ଧ ଧାତୁ ଅପେକ୍ଷା କମ୍ ଥାଏ। ଯେମିତି ଆଉ କିଛି ଏକ୍ସାମ୍ପଲ ଇସ୍ପାତ। ଲୁହା ସହିତ ଅଳ୍ପ ପରିମାଣରେ କାର୍ବନ ମିଶେଇଲେ ଏଟା ଶକ୍ତ ଏବଂ କଠିନ ହୋଇଥାଏ। ଯୋଉଟା ଆମର ଇସ୍ପାତ ଆପଣ ମାନେ ବ୍ୟବହାର ମଧ୍ୟ କରୁଥିବେ। ଆଉ ଗୋଟେ ହଉଛି ଷ୍ଟେନଲେସ୍ ଷ୍ଟିଲ। ଲୁହା ସହିତ ନିକେଲ ଏବଂ କ୍ରୋମିୟମ ମିଶା ହୁଏ ଯୋଉଟାରେ ଆମର କଳଙ୍କି ଲାଗେ ନାହିଁ। ଆମେ ଯୋଉ ବାସନ ବ୍ୟବହାର କରୁଛେ ଷ୍ଟେନଲେସ୍ ଷ୍ଟିଲ ର ଜିନିଷ ମଧ୍ୟ ବ୍ୟବହାର କରୁଛେ ତାହା ଆମର ଲୁହା ସହିତ ନିକେଲ ଏବଂ କ୍ରୋମିୟମ ମିଶା ହେଇଛି। ଆଉ ଗୋଟେ ଆସିଲା ଆମର ପିତ୍ତଳ। ପିତ୍ତଳ କଣ? ତମ୍ବା ଏବଂ ଦସ୍ତାର ଗୋଟିଏ ମିଶ୍ର ଧାତୁ। ବ୍ରୋଞ୍ଜ ସେମିତି ତମ୍ବା, ଟିଣର ଗୋଟିଏ ମିଶ୍ର ଧାତୁ ଯୋଉଟା ଆମର ବିଦ୍ୟୁତ ସୁପରିବାହୀ ମଧ୍ୟ ନୁହେଁ। ସେମିତି ସୋଲ୍ଡର ଆମର ସୀସା, ଟିଣର ଏକ କମ୍ ଗଳନାଙ୍କ ବିଶିଷ୍ଟ ମିଶ୍ର ଧାତୁ ଯାହାକୁ ମଧ୍ୟ ବିଦ୍ୟୁତ ତାରର ୱେଲ୍ଡିଂ ରେ ଆମର ବ୍ୟବହାର କରାଯାଏ। କମ୍ ଗଳନାଙ୍କ ମାନେ ତାକୁ ଯୋଉ ସୋଲ୍ଡିଂ ଆଇରନ୍ ଆମର ସେଥିରେ ଆମର ବ୍ୟବହାର କରାଯାଇଛି। ବୁଝିହେଲା? ଆଉ ଗୋଟେ ଜିନିଷ ଆମର ଦେଇଛି ଆମେ ଯୋଉ 24 କ୍ୟାରେଟ ର ସୁନା ସାଧାରଣତଃ ବିସ୍କିଟ ସୁନା ବୋଲି ଆମେ କହୁଛେ ସେଟା ଅଧିକ ନରମ ହେଇଥିବାରୁ ସେଟାକୁ ଆମେ ଗହଣା ତିଆରି କରିପାରିବା ନାହିଁ। ସେଥିପାଇଁ ଆମର ସାଧାରଣତଃ ଯୋଉ ଅଳଙ୍କାର ଆମେ କିଣୁଛେ ସାଧାରଣତଃ ତାହା 22 କ୍ୟାରେଟ ହୋଇଥାଏ ଅର୍ଥାତ୍ 22 ଭାଗ ସୁନା ଆଉ 2 ଭାଗ ରୂପା କିମ୍ବା ତମ୍ବାର ବ୍ୟବହାର ହୋଇଥାଏ। ଆଉ ଗୋଟେ ଜିନିଷ ଆମର ମନେ ରଖିବେ ବହିରେ ମଧ୍ୟ ଆପଣଙ୍କର ବକ୍ସ ମାଧ୍ୟମରେ ଦେଇଛି। ଦିଲ୍ଲୀର ଗୋଟେ ଲୌହସ୍ତମ୍ଭ ବା କୁତୁବ ମିନାର ନିକଟରେ ଗୋଟିଏ ଲୌହସ୍ତମ୍ଭ ଅଛି ଯୋଉଟା ଆମର 1600 ବର୍ଷ ପୂର୍ବରୁ ଭାରତୀୟ କାରିଗର ମାନେ ନିର୍ମାଣ କରିଥିଲେ ଯୋଉଟାରେ ଆଜି ପର୍ଯ୍ୟନ୍ତ କଳଙ୍କି ଲାଗିନାହିଁ। ଭାବ ସେଥିରେ କେତେ କାରିଗରୀ କୌଶଳ ବ୍ୟବହାର କରାଯାଇଛି। ଦେଖନ୍ତୁ ଏଠି ମୁଁ ଲେଖିଦେଇଛି ଷ୍ଟିଲ ଆମର ବ୍ୟବହାର Fe ସହିତ C ମିଶିଲେ ହଉଛି ବ୍ୟବହାର କରାଯାଉଛି ଘର, ସେତୁ, ଯନ୍ତ୍ରପାତିରେ। ସେମିତି ଷ୍ଟେନଲେସ୍ ଷ୍ଟିଲ ଫେର ବା ଆଇରନ୍ ସହିତ କ୍ରୋମିୟମ ଏବଂ ନିକେଲ ମିଶିକି କରାଯାଉଛି। ବାସନ ସର୍ଜିକାଲ ଯନ୍ତ୍ରରେ ବ୍ୟବହାର ରହିଛି। ବ୍ରାସ୍ ବା ପିତ୍ତଳ ସେମିତି କପର ସହିତ ଜିଙ୍କ ମିଶେଇକି କରାଯାଉଛି। ବ୍ରୋଞ୍ଜ ଟା କପର ସହିତ ଟିଣ ମିଶେଇକି, ସୋଲ୍ଡର ମଧ୍ୟ ଲେଡ୍ ସହିତ ଟିଣ ଏସବୁ ମିଶେଇକି ଆମର କରାଯାଉଛି। ବିଦ୍ୟୁତ ତାର ଯୋଡିବାରେ ଆମର ସୋଲ୍ଡର, ତା ସହିତ ମୂର୍ତ୍ତି ବା ପଦକରେ ବ୍ରୋଞ୍ଜ, ବ୍ରାସ୍ ଆମର
ବାଦ୍ୟଯନ୍ତ୍ର ବା ସଜାବଟ ଏସବୁ ପାଇଁ ବ୍ରାସର ବ୍ୟବହାର କରେ, ଯୋଉଟା ମୁଁ ଆରପଟେ ପଢେଇଲି ତା ଉପରେ ସଂକ୍ଷିପ୍ତ ଭାବରେ ଲେଖିଦେଇଛି। ଜାଣିହେଲା? ଏତିକିରେ ତାହେଲେ ମୋର କ୍ଲାସଟି ସରିଯାଇଛି। ଆମେ ତାହେଲେ କଭର କରିଦେଲେ 10th ର 3rd ଚାପ୍ଟର, ଯାହା ଥିଲା ଆମର ଧାତୁ ଏବଂ ଅଧାତୁ। ନେକ୍ସଟ କ୍ଲାସରେ ଆମେ ପଢିବା ଧାତୁ ଅଧାତୁର ପର ଚାପ୍ଟର 4th ଅଧ୍ୟାୟ କାର୍ବନ ନା କଣ, ଏଇଭଳି ବିଶେଷ ଭାବରେ ବିଷୟଟି ମଧ୍ୟ ରହିଛି। କାର୍ବନ ଏବଂ ତାର ଯୌଗିକ ମଧ୍ୟ 4th ଅଧ୍ୟାୟ ଆମର ଅଛି। ନେକ୍ସଟ କ୍ଲାସରେ କଭର କରିବା। ଆଶା କରୁଛି ଆପଣମାନଙ୍କୁ ସମସ୍ତଙ୍କୁ ମୋର ଏହି ଭିଡିଓଟି ନିହାତି ଭାବରେ ଭଲ ଲାଗିଥିବ ଏବଂ ମୋର ପରିଶ୍ରମର ଫଳ ଆପଣମାନେ ନିହାତି ଭାବରେ ଦେବେ। ଯଦି ମୋର ଭିଡିଓଟି ଭଲ ଲାଗିଛି ଏବଂ ଆପଣଙ୍କୁ ଯେଉଁଭଳି ଭାବରେ ଫିଲ୍ ହେଲା ତାହା ଆପଣ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ମୋର ଭିଡିଓକୁ ବହୁତ ମାତ୍ରାରେ ଲାଇକ୍ ଦିଅନ୍ତୁ, ବହୁତ ମାତ୍ରାରେ ସେୟାର ମଧ୍ୟ କରନ୍ତୁ। ଆପଣମାନଙ୍କର ଭଲ ପାଇବା, ଏଭଳି ଛୋଟ ଛୋଟ ଭଲ ପାଇବା ମୋ ପାଇଁ ଏବଂ ଛୋଟ ଛୋଟ ପ୍ରୟାସ ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ମୁଁ ଆଶା କରିବି ଆପଣମାନେ ନିହାତି ମୋତେ ଭୁଲିବେ ନାହିଁ ଏବଂ ମୋର ଚ୍ୟାନେଲକୁ ଟ୍ୱିଙ୍କଲ ଏଜୁକେଟର ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ କରି ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନ ଅନ୍ କରନ୍ତୁ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। Thank you so much for your love and support. Thank you to all.